जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासदि गौर भक्तवृंद समस्त हाथ उठाते हरे कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे हरे ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय आनन्दलीलामय विग्रहाय हेमावदीपो छविसुन्दराय तस्मै महाप्रेमरसप्रदाय चैतन्यचन्द्राय नमो नमस्ते चैतन्यचन्द्राय नमो नमस्ते चैतन्यचन्द्राय नमो नमस्ते नमो विष्णुपादाय कृष्णपृष्ठाय भूतले श्रीमते गौरगोविंद स्वामी निति नामिने नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामी निति नामिने नमस्ते सरस्वती देव गौरवाणी प्रचारिणे निर्विशेष शून्यवादी पश्चात्पदशतारिणे जय श्री गुरुदेव जय श्री प्रभुपाद जय आचार्य वृंद जय वैष्णव वृंद जय गौर निताय कृष्ण बलराम जगन्नाथ बलदेव सुदर्शन राधा गोपीनाथ गौसंद राधा गोविंद गौसंद सीताराम लक्ष्मण हनुमान जी की। हरे कृष्ण। तो आज या पूर्वर से घोषणा करी सारी पुरुषोत्तम मास विषय कथा कहवाई। ये पुरुषोत्तम मास सबु वर्ष आसे ना, ये 3 वर्ष थरे आसुचे। तेणु या कहुच्छी नैमित्तिक पुरुषोत्तम मास। तो नैमित्तिक पुरुषोत्तम मास कथा जिते आसूची से और गोटे कथा आसब नित्य पुरुषोत्तम मास। ताहले आमे एठारे बुझीपारुचे केते गुड़िक पुरुषोत्तम मास अच्छी। प्रथम ये प्रश्न कहतु केते गुड़िक पुरुषोत्तम मास। मो कथा कहूँ बुझीपार तो हाँ तू तो दे पार ना कहीं हाँ मु तो सब कही सारी हाँ श्रोता मानकर मनोजग नाही एथिरे बुझी होची कथारे मन नाही। एठार के जप करिबा नाही मोबाइल धरिबा नाही परस्पर मध्य कथा हेबा नाही शुनिबा पाई आसिछन्ति केवल शुनिबे ध्यान सहकारे शुनिबे तेबे कथा बुझी पारिबे। एठारे कहागला जे आमे जो पुरुषोत्तम मासर कथा आज एठारे कहया पाई एठारे घोषणा कले से पुरुषोत्तम मास को कहा जाउछ नैमित्तिक पुरुषोत्तम मास।
କିନ୍ତୁ ନୈମିତ୍ତିକ ପୁରୁଷୋତ୍ତମ ମାସ ଯେତେବେଳେ କଥା ଆସୁଛି ସାଙ୍ଗେ ସାଙ୍ଗେ ଆଉ ଗୋଟେ କଥା ଆସିବ ନିତ୍ୟ ପୁରୁଷୋତ୍ତମ ମାସ। ତାହେଲେ ପୁରୁଷୋତ୍ତମ ମାସ କେତେ ଗୁଡ଼ିକ? ହଁ, ଦୁଇଟି। ଗୋଟେ ହେଉଛି ନିତ୍ୟ ପୁରୁଷୋତ୍ତମ ମାସ, ଆଉ ଗୋଟେ ହେଉଛି ନୈମିତ୍ତିକ ପୁରୁଷୋତ୍ତମ ମାସ। କଥାରେ ଧ୍ୟାନ ଦେଲେ ତେବେ କଥା ବୁଝିପାରିବ। ଅନ୍ୟ ଆଡ଼େ ମନ ରହିଲେ କିଛି କଥା ବୁଝିପାରିବା ନାହିଁ। ଏଠାରେ ଶ୍ରବଣ କରି କିଛି ଲାଭ ବି ହେବ ନାହିଁ। କଥାରେ ଧ୍ୟାନ ଦେବାକୁ ହେବ। ତ ପ୍ରଥମେ ଆମକୁ କ୍ଲିଅର ହେବାକୁ ହେବ ଯେ ଦୁଇ ପ୍ରକାର ପୁରୁଷୋତ୍ତମ ମାସ କଥା କୁହାଯାଉଛି। ଗୋଟେ ହେଉଛି ନୈମିତ୍ତିକ ପୁରୁଷୋତ୍ତମ ମାସ, ଆଉ ଗୋଟେ ହେଉଛି ନିତ୍ୟ ପୁରୁଷୋତ୍ତମ ମାସ। ତ ବର୍ତ୍ତମାନ ପ୍ରଶ୍ନ ଆସିବ ଯେ ନିତ୍ୟ ପୁରୁଷୋତ୍ତମ ମାସ କାହାକୁ କୁହାଯାଉଛି ଆଉ ନୈମିତ୍ତିକ ପୁରୁଷୋତ୍ତମ ମାସ କାହାକୁ କୁହାଯାଉଛି? ନିତ୍ୟ କହିଲେ ପ୍ରତିବର୍ଷ ଯେ ମାସ ଆସୁଛି, ଯେଉଁ ପୁରୁଷୋତ୍ତମ ମାସ, ତାହାକୁ କୁହାଯାଉଛି ନିତ୍ୟ ପୁରୁଷୋତ୍ତମ ମାସ। ଆଉ ନୈମିତ୍ତିକ ପୁରୁଷୋତ୍ତମ ମାସ କହିଲେ 3 ବର୍ଷ ଥରେ ଯେଉଁ ପୁରୁଷୋତ୍ତମ ମାସ ଆସୁଛି ତାହାକୁ କୁହାଯାଉଛି ନୈମିତ୍ତିକ ପୁରୁଷୋତ୍ତମ ମାସ। ବର୍ତ୍ତମାନ ଆମେ ଦେଖିବା ବର୍ଷେ କେତୋଟି ମାସ ରହିଛି? 12ଟି ମାସ। ପ୍ରତ୍ୟେକ ମାସରେ ଅଧିପତି ଦେବତା ଅଛନ୍ତି। ଆରେ ଏ ଦେବତା ଅନ୍ୟ କେହି ନୁହନ୍ତି, ଭଗବାନ ବିଷ୍ଣୁଙ୍କର ଏକ ଏକ ରୂପ ଏକ ଏକ ମାସର ଅଧିପତି ରୂପେ ପ୍ରତିଷ୍ଠିତ। କଥା ବୁଝିପାରୁଛନ୍ତି? ତ ଭଗବାନ କୃଷ୍ଣ ଗୀତାରେ ନିଜକୁ କେଉଁ ମାସ ହିସାବରେ ସେ ତୁଳନା କରିଛନ୍ତି? ମାର୍ଗଶୀର୍ଷ ମାସ। ମାସାନାଂ ମାର୍ଗଶୀର୍ଷ ମାସ। ମାସମାନଙ୍କ ମଧ୍ୟରୁ ମୁଁ ହେଉଛି ମାର୍ଗଶୀର୍ଷ ମାସ। କଥା ବୁଝିପାରିଲେ? ତ ମାର୍ଗଶୀର୍ଷ ମାସ ପରେ କେଉଁ ମାସ? ପୌଷ ମାସ, ମାଘ ମାସ, ଫାଲ୍ଗୁନ ମାସ, ଚୈତ୍ର ମାସ, ବୈଶାଖ ମାସ, ଜ୍ୟେଷ୍ଠ ମାସ, ଆଷାଢ଼ ମାସ, ଶ୍ରାବଣ ମାସ, ଭାଦ୍ର ମାସ, ଆଶ୍ୱିନ ମାସ, କାର୍ତ୍ତିକ ମାସ, ମାର୍ଗଶୀର୍ଷ ମାସ। ମାର୍ଗଶୀର୍ଷ ପ୍ରଥମ ହେଲା। ମାସମାନଙ୍କ ମଧ୍ୟରୁ କୃଷ୍ଣ ନିଜକୁ ମାର୍ଗଶୀର୍ଷ ମାସ ହିସାବରେ ସେ ତାଙ୍କର ବିଭୂତି ଯୋଗରେ ଏହି କଥା କହିଲା। କଥା ବୁଝିପାରୁଛନ୍ତି? ତ 12ଟି ମାସକୁ ଦୁଇ ଭାଗେ ବିଭାଗ କରାଯାଉଛି। 6 ମାସ 6 ମାସ ହିସାବ। 6 ମାସ ମାନେ ସ୍ୱର୍ଗର 12 ଘଣ୍ଟା। আমার এটার 6 মাস মানে স্বর্গের 12 ঘণ্টা। তো স্বর্গের 24 ঘণ্টা মানে আমার এଠାରେ গোটে ବର୍ଷ। তো ଆମର ଗୋଟେ ବର୍ଷକୁ ଦୁଇ ଭାଗ ବିଭାଗ କରାଯାଉଛି। ଗୋଟେ ହେଉଛି ଉତ୍ତରାୟନ ଆଉ ଗୋଟେ ହେଉଛି ଦକ୍ଷିଣ ଆୟନ। ଆୟନ ମାନେ କ'ଣ? ମାତାଜୀ ମାନେ କହନ୍ତୁ, ଆୟନ ମାନେ କ'ଣ? ଆୟନ କ'ଣ? ଗମନ। ଏଠାରେ ସ୍ୱର୍ଗର 12 ଘଣ୍ଟା ଦିନ, ଆମର এটা 6 ମାସ, ତାହାକୁ ଉତ୍ତରାୟନ କୁହାଯାଉଛି। ଉତ୍ତରାୟନ ମାନେ ଆମର ଏଠାରେ 6 ମାସ, ସେତେବେଳେ ସ୍ୱର୍ଗ ଦିନବେଳ, ରାତ୍ରି ଅବସାନ ପରେ ଆମର ବର୍ତ୍ତମାନ ଏ ଦିନ ଅବସାନ ପରେ ଆମର ଏଠାରେ ବର୍ତ୍ତମାନ ରାତ୍ରିକାଳ ଆସିଯାଇଛି। ତ ଠିକ୍ ସେହିପରି 6 ମାସ ପରେ ସ୍ୱର୍ଗର ଦିନ ଅବସାନ ପରେ ରାତ୍ରିକାଳ ଆସିବ। ସେତେବେଳେ ସ୍ୱର୍ଗର ଦ୍ୱାର ସବୁ ବନ୍ଦ ହେଇଯିବ। ରାତ୍ରିକାଳ ଆମର ଯେମିତି ରାତ୍ରି ସମୟରେ ଆମେ ଦ୍ୱାର ବନ୍ଦ କରି ଶୌଚନ କରୁ, ଦ୍ୱାର ବନ୍ଦ ହେଇଯାଉଛି। ଠିକ୍ ସେହିପରି ଦକ୍ଷିଣ ଆୟନରେ ଯଦି କେହି ମୃତ୍ୟୁବରଣ କରିବେ
ତାହେଲେ ସେ ଆଉ ସ୍ୱର୍ଗ ଲୋକକୁ ପଶି ପାରିବ ନାହିଁ। ଦ୍ୱାର ବନ୍ଦ ହେଇଗଲା, ରାତ୍ରି ଗଲା। ସେତେବେଳେ ସ୍ୱର୍ଗର ହେଉଛି ରାତ୍ରି। ହଁ, ରାତ୍ରି ସମୟରେ ଅଫିସ ଆଦାଲତ ସବୁ ବନ୍ଦ। ସେତେବେଳେ ଆଉ ସେ ପଶି ପାରିବନି ସ୍ୱର୍ଗ। ଉତ୍ତରାୟଣ ଯଦି କେବେ ମୃତ୍ୟୁବରଣ କରିବେ, ସେ ଯଦି ପୂର୍ଣ୍ଣକାମୀ ବ୍ୟକ୍ତି ହେବେ, ତାହେଲେ ସେ ସ୍ୱର୍ଗ ଲୋକକୁ ପଶିବ। ସେତେବେଳେ ଦିନବେଳ ଦ୍ୱାର ଖୋଲା। କଥା ବୁଝିପାରିଲେ? ସେଇ ପ୍ରସଙ୍ଗ ନେଇ ଆମେ ଦେଖିବା, କଥା ରହିଛି ଗୀତା ଜୟନ୍ତୀ। ଗୀତା ଜୟନ୍ତୀ ମାନେ କ'ଣ? ହଁ, ହଁ, ଗୀତା ଜୟନ୍ତୀ ମାନେ କ'ଣ? ତମର ଇଏ ମାନେ କହିବା। ହଁ, ଗୀତା ଜୟନ୍ତୀ ମାନେ କ'ଣ? ଜୟନ୍ତୀ ମାନେ କ'ଣ? ଜୟନ୍ତୀ ମାନେ କ'ଣ? ହଁ, ଭଗବାନଙ୍କର ଜନ୍ମଦିନକୁ କୁହାଯାଏ ଜୟନ୍ତୀ। ଅନ୍ୟ କୌଣସି କ୍ଷେତ୍ରରେ ଜୟନ୍ତୀ ଶବ୍ଦ ବ୍ୟବହାର କରିପାରିବ ନାହିଁ। କେବଳ ଭଗବାନଙ୍କ ବିଷୟରେ ଜୟନ୍ତୀ ଶବ୍ଦ ବ୍ୟବହୃତ ହେବ। ଠିକ୍ ସେହିପରି ଭକ୍ତି ଅନ୍ୟ କୌଣସି କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ, କେବଳ ଭଗବାନଙ୍କ କ୍ଷେତ୍ରରେ ହିଁ ଭକ୍ତି ଶବ୍ଦ ପ୍ରଯୁଜ୍ୟ। କଥା ବୁଝିପାରୁଛନ୍ତି? ହଁ, ତ ଜୟନ୍ତୀ ମାନେ ଭଗବାନଙ୍କର ଜନ୍ମ। কৃষ্ণ জয়ন্তী, গৌর জয়ন্তী, রাম জয়ନ୍ତୀ, ଭଗବାନଙ୍କର ଜନ୍ମ ଦିନକୁ ଜୟନ୍ତୀ କୁହାଯାଉଛି। ଆଜିକାଲି ଲୋକମାନଙ୍କର ବୁଦ୍ଧି ନାହିଁ। ଏକ ମରଣଶୀଳ ବ୍ୟକ୍ତିକୁ କହୁଛି ରବୀନ୍ଦ୍ର ଜୟନ୍ତୀ, ନଜରୁଲ ଜୟନ୍ତୀ, ଅମୁକ ଜୟନ୍ତୀ। ହଁ, ରାଜନୀତି ଦଳର ନେତାକୁ ମୃତ୍ୟୁକୁ କୁହାଯାଏ, ଜନ୍ମକୁ କୁହାଯାଏ ଜୟନ୍ତୀ। ଏସବୁ ଜୟନ୍ତୀ ଶବ୍ଦ ପ୍ରଯୁଜ୍ୟ ନୁହେଁ। ଜୟନ୍ତୀ ଶବ୍ଦ କେବଳ ଭଗବାନଙ୍କର କ୍ଷେତ୍ରରେ। ଠିକ୍ ସେହିପରି ଭକ୍ତି କେବଳ ଭଗବାନଙ୍କର କ୍ଷେତ୍ରରେ ପ୍ରଯୁଜ୍ୟ। ଅନ୍ୟ କୌଣସି କ୍ଷେତ୍ରରେ ଏ ଶବ୍ଦ ବ୍ୟବହାର ହୋଇପାରିବ ନାହିଁ। କଥା ବୁଝିପାରୁଛନ୍ତି? ତ ଏଠାରେ ଗୀତା ଜୟନ୍ତୀ, ଗୀତା ମାନେ ହେଉଛି ଭଗବାନଙ୍କ ମୁଖ ନିଃସୃତ ଗୀତ। ତ ଗୀତରୁ କୁହାଯାଉଛି ଗୀତା। ତେଣୁ ଗୀତରୁ ଗୀତାକୁ କୁହାଯାଉଛି ଗୀତ ଉପନିଷଦ। ଗୀତାକୁ କ'ଣ କୁହାଯାଉଛି? ଗୀତ ଉପନିଷଦ। କେତେ ଉପନିଷଦ ଅଛି? 108ଟି ଉପନିଷଦ। 108ଟି ଉପନିଷଦ ମାନଙ୍କ ମଧ୍ୟରୁ ଏ ସର୍ବଶ୍ରେଷ୍ଠ ଉପନିଷଦ ହେଉଛି ଗୀତ ଉପନିଷଦ। କାହିଁକିନା ସାକ୍ଷାତ ପଦ୍ମନାଭ ଭଗବାନଙ୍କ ମୁଖ ନିଃସୃତ ଗୀତ। ୟାଠାରୁ ଶ୍ରେଷ୍ଠ ଧର୍ମଗ୍ରନ୍ଥ ଏ ପୃଥିବୀରେ ଆଉ କୌଣସି ଗ୍ରନ୍ଥ ହୋଇପାରିବ ନାହିଁ। କେବଳ ଗୀତା ହିଁ ପରମ ଧର୍ମଗ୍ରନ୍ଥ। ୟାଠୁ ଶ୍ରେଷ୍ଠ ଧର୍ମଗ୍ରନ୍ଥ ଆଉ କିଛି ନାହିଁ। ତେଣୁ ଗୀତା ମହାତ୍ମ୍ୟରେ କୁହାଯାଇଛି ଏକଂ ଶାସ୍ତ୍ରଂ ଦେବକୀ ପୁତ୍ର ଗୀତମ୍। ଆମେ ସବୁ କଲିହତ ଯିବ, ଆମର ଆୟୁଷ ସମ୍ବନ୍ଧ କୌଣସି ଗ୍ୟାରେଣ୍ଟି ନାହିଁ। କାହାରି କେତେ ବଡ଼ ମୃତ୍ୟୁ ହେଇଯିବ ଠିକାନା ନାହିଁ, ଅଛି କି? ସେମିତି ମରୁଛନ୍ତି କେତେ। ହଁ, ମାତୃ ଗର୍ଭରୁ ମୃତ ହେଇଯାଉଛନ୍ତି, ଭୂମିଷ୍ଠ ହେଇ ମରୁଛନ୍ତି, 5-7 ବର୍ଷରୁ ମରୁଛନ୍ତି। କଳିଯୁଗ ଲୋକମାନଙ୍କର ଆୟୁଷ ସମ୍ବନ୍ଧ କୌଣସି ଗ୍ୟାରେଣ୍ଟି ନାହିଁ। ହଁ, ତେଣୁ ଏତେ ସବୁ ଶାସ୍ତ୍ର ରହିଛି, ବେଦ ଉପନିଷଦ ଆଦି ସବୁ ଅପ୍ରାକୃତ ସଂସ୍କୃତ ଭାଷାରେ ଲେଖା। ତାହାକୁ ପଢ଼ି ମର୍ମ ଉପଲବ୍ଧି କରି ସେହିପରି ଆଚରଣ କରିବା କଳିଯୁଗ ଲୋକମାନଙ୍କ ପାଇଁ ଅସମ୍ଭବ। ହଁ, କେହି କରିପାରିବ ନାହିଁ। ତେଣୁ ଗୀତା ମହାତ୍ମାରେ ଶଙ୍କରାଚାର୍ଯ୍ୟ ଶିବଙ୍କର ଅବତାର ସେଇ କଥା କହୁଛନ୍ତି, ସବୁ ଶାସ୍ତ୍ର ପରିତ୍ୟାଗ କର, କେବଳ ଗୋଟିଏ ମାତ୍ର ଶାସ୍ତ୍ରକୁ ଆଶ୍ରୟ କର। ତାକୁ କ'ଣ କୁହାଯାଉଛି? ଗୀତ ଉପନିଷଦ। ଏକଂ ଶାସ୍ତ୍ର ଦେବକୀ ପୁତ୍ର ଗୀତମ୍। ଦେବକୀ ପୁତ୍ର କିଏ? ଭଗବାନ କୃଷ୍ଣ। କୃଷ୍ଣଙ୍କ ମୁଖ ନିଃସୃତ ଗୀତ, ତାହାକୁ କୁହାଯାଉଛି ଗୀତ ଉପନିଷଦ। ସେ ଗୀତ ଉପନିଷଦ କ'ଣ? ଶ୍ରୀମଦ୍ ଭଗବତ ଗୀତା। କେବଳ ଗୋଟିଏ ଶାସ୍ତ୍ର ଯଦି ଆମେ ଆଶ୍ରୟ କରିବା, ତାହେଲେ ଆମର ଜୀବନ ସାର୍ଥକ ହେଇଯିବ। କାହିଁକିନା ଗୀତାରେ ସବୁ
ଉପଦେଶ ଦିଆଯାଇଛି। ବେଦ ବେଦାନ୍ତ ଉପନିଷଦ ସାର ଏ କେବଳ ଗୀତାରେ ଦିଆଯାଇଛି। ଅର୍ଥାତ୍ ଯଦି ଆମେ କହିବା ବେଦ ହେଉଛି ସମସ୍ତ ଜ୍ଞାନର ଉତ୍ସ। ବେଦ ମାନେ କ'ଣ? ଜ୍ଞାନ। ସମସ୍ତ ଜ୍ଞାନର ଭଣ୍ଡାର ହେଉଛି ବେଦ। ସେଇ ବେଦ ଜ୍ଞାନ ଦୁଇଟି ଧାରାରେ ପ୍ରବାହିତ ହେଉଛି। ହଁ, ଗୋଟେ ହେଉଛି ଉପନିଷଦ ଧାରା, ଆଉ ଗୋଟେ ହେଉଛି ପୁରାଣ ଧାରା। ଉପନିଷଦ ଧାରାରେ ସର୍ବୋତ୍ତମ ଉପନିଷଦ ହେଉଛି ଏ ଗୀତ ଉପନିଷଦ, ଶ୍ରୀମଦ୍ ଭଗବତ ଗୀତା। କଥା ବୁଝିପାରିଲେ? ଯଦି ଆମେ ଗୀତା ଠିକ୍ ଭାବେ ଅଧ୍ୟୟନ କରିବା, ସମସ୍ତ ବେଦ ଜ୍ଞାନ ଆମେ ଆୟତ୍ତ କରିପାରିବା। ଆଉ ଅନ୍ୟ କୌଣସି ଶାସ୍ତ୍ର ପଢ଼ିବା କିଛି ଆବଶ୍ୟକ ନାହିଁ। ଆଉ ଗୋଟେ ପୁରାଣ ଧାରା ଆସୁଛି ଏ ଜ୍ଞାନ, ବେଦର ଜ୍ଞାନ। ତ ସର୍ବୋତ୍ତମ ପରିଣାମ ସ୍ୱରୂପ ହେଉଛି କ'ଣ? ଭାଗବତ ମହାପୁରାଣ। କ'ଣ? ଶ୍ରୀମଦ୍ ଭାଗବତ। ହଁ, ଭାଗବତକୁ କ'ଣ କୁହାଯାଉଛି? ମହାପୁରାଣ। ଅନ୍ୟ ସମସ୍ତ ପୁରାଣ ହେଇପାରେ, କିନ୍ତୁ ଭାଗବତକୁ କୁହାଯାଉଛି କ'ଣ? ମହାପୁରାଣ। ଏ ହେଉଛି ତ୍ରିଗୁଣ ଊର୍ଦ୍ଧ୍ୱରେ। ଆଉ ଯେତେ ସବୁ ପୁରାଣ ତ୍ରିଗୁଣ ଅଧୀନରେ, ସତ୍ୟ ଗୁଣରେ, ରଜ ଗୁଣରେ, ତମ ଗୁଣରେ। ଯେମିତି 17ଟି ପୁରାଣ 3ଟି କ୍ୟାଟେଗୋରୀରେ ବିଭାଗ କରାଯାଇଛି, ରଜ, ତମ, ସତ୍ୟଗୁଣ ହିସାବରେ। ଶିବ ସମ୍ବନ୍ଧୀୟ ଯେ 6ଟି ପୁରାଣ ଲେଖା ହେଇଛି ତାକୁ କୁହାଯାଉଛି ତମଗୁଣ। ହଁ, ପୁରାଣ, ତମଗୁଣିଆ ପୁରାଣ। ବ୍ରହ୍ମାଙ୍କ ସମ୍ବନ୍ଧୀୟ ଯେ 6ଟି ପୁରାଣ ଲେଖା ହେଇଛି ତାହାକୁ କୁହାଯାଉଛି ରଜଗୁଣିଆ ପୁରାଣ। ଭଗବାନ ବିଷ୍ଣୁଙ୍କ ସମ୍ବନ୍ଧୀୟ ଯେଉଁ 5ଟି ପୁରାଣ ଲେଖା ହେଇଛି, ପଦ୍ମ ପୁରାଣ ଆଦି, ଏସବୁ କୁହାଯାଉଛି ସାତ୍ତ୍ୱିକ ପୁରାଣ। ଗରୁଡ଼ ପୁରାଣ ଆଦି, ବାମନ ପୁରାଣ, ଏସବୁ ସାତ୍ତ୍ୱିକ ପୁରାଣ। ହଁ, କିନ୍ତୁ ଭାଗବତ ପୁରାଣକୁ କ'ଣ କୁହାଯାଉଛି? ମହାପୁରାଣ। ଏତି ଗୁଣରେ ଊର୍ଦ୍ଧ୍ୱରେ, ତମ ରଜ ସତ୍ୟଗୁଣରେ ଊର୍ଦ୍ଧ୍ୱରେ, ତେଣୁ ଏହାକୁ ମହାପୁରାଣ କୁହାଯାଏ। ତାହେଲେ ଏ ପର୍ଯ୍ୟନ୍ତ କ୍ଲିଅର ହେଲା ଯେ ବେଦକୁ ଯଦି ଆମେ କହିବା ସମସ୍ତ ଜ୍ଞାନର ଉତ୍ସ, ସେଇ ବେଦର ଜ୍ଞାନ ଦୁଇଟି ଧାରାରେ ପ୍ରବାହିତ ହେଉଛି, ଗୋଟେ ପୁରାଣ ଧାରା ଆଉ ଗୋଟେ ଉପନିଷଦ ଧାରା। ତ ପୁରାଣ ଧାରାର ସର୍ବୋତ୍ତମ ପରିଣାମ ସ୍ୱରୂପ ଶ୍ରୀମଦ୍ ଭାଗବତମ୍ ମହାପୁରାଣ, ପୁରାଣ ଧାରା। ଆଉ ଉପନିଷଦ ଧାରାରେ ସର୍ବୋତ୍ତମ ଗୀତ ଉପନିଷଦ, ଶ୍ରୀମଦ୍ ଭଗବତ ଗୀତା। କଥା ବୁଝିଗଲା? ଏ ଦୁଇଟାକୁ କୁହାଯାଉଛି କ'ଣ? କୃଷ୍ଣ କଥା। କ'ଣ କୁହାଗଲା? କୃଷ୍ଣ କଥା। ଦୁଇଟାକୁ କୁହାଯାଉଛି। ତ ଗୋଟେ ହେଉଛି କୃଷ୍ଣଙ୍କର ମୁଖ ନିଃସୃତ ଉପଦେଶ, ତାହାକୁ କୁହାଯାଉଛି ଭଗବତ ଗୀତା। ତାହେଲେ ଭାଗବତଙ୍କୁ କ'ଣ କୁହାଯାଉଛି? କୃଷ୍ଣଙ୍କର ଲୀଳା ସମ୍ବନ୍ଧୀୟ, ଭକ୍ତମାନଙ୍କ ଦ୍ୱାରା କୀର୍ତ୍ତିତ କଥା, ତାକୁ କୁହାଯାଉଛି ପୁରାଣ, ଭାଗବତ ମହାପୁରାଣ। କଥା ବୁଝିଗଲା? ଗୋଟେ ହେଉଛି ଭଗବାନଙ୍କ ଡାଇରେକ୍ଟ ଉପଦେଶ, ଏ ହେଉଛି ଗୀତା। আর ভগবানকে লীলা সম্বন্ধে ভক্তମାନଙ୍କ দ্ୱାରା কীর্তিত হয়। শুকদেব গোস্বামী আদি, ବ୍ୟାସଦେବଙ୍କ ଆଦି যেসব কীর্তিত হয়েছে, সুত গোস্বামীଙ୍କ দ্ୱାରା যে কীর্তিত হয়েছে তা হচ্ছে শ্রীমদ্ ভাগবত। দুইটা ହିଁ কৃষ্ণ কথা। ଆଉ এই দুইটাই ଗ୍ରନ୍ଥ আমার ইস্কন তরফରୁ সমগ্র দুনিয়াରେ ଏ ପ୍ରଚାର ପ୍ରସାର ଚାଲିଛି। আর প্রভুপাদ ଯିଏକି আমার ইস্কনের ফাউন্ডার আচার্য, এই দুইটি গ্রন্থ ଅପ୍ରାକୃତ ସଂସ୍କୃତ ଭାଷାରେ ଲେଖା, ତାହାକୁ ସେ ୱାର୍ଡ଼ ଟୁ ୱାର୍ଡ଼ ମିନିଂ ଦେଲେ, ପୁଣି ତାହାକୁ ନେଇ ଟ୍ରାନ୍ସଲେସନ୍ ଦେଲେ। ଟ୍ରାନ୍ସଲେସନ୍ ଦେବା ପରେ ସେ ଶ୍ଲୋକର ଭାବଟା କ'ଣ, ତାର ଉପରେ ସେ ପରପଟ ଦେବେ। କଥା ବୁଝିପାରିଲେ? ବୁଝିପାରୁଛନ୍ତି କଥା? ଆରେ ବୋଲେ ଶୋଇଯାଉଛନ୍ତି, ଶୋଇବାନି, କଥା ଶୁଣିବେ, ଧ୍ୟାନ ସାଗର ଶୁଣନ୍ତି, ଶୋଇବା ପାଇଁ ନାହିଁ। ତ ଏଠାରେ এই দুইটি ମାନେ ସମ୍ପୂର୍ଣ୍ଣ ବେଦ ଜ୍ଞାନ ଆମେ ଅତି ସହଜରେ ଆୟତ୍ତ କରିପାରିବା। କେଉଁଥିଲାଗି? ଏ ବେଦ ପୁରାଣ ଭଗବାନ କୃଷ୍ଣ ଦେଲେ
ଆମେ ସମସ୍ତେ ମାୟାମୁଗ୍ଧ ଜୀବ, ଆମର ପ୍ରକୃତ ଜ୍ଞାନ ନାହିଁ। ଅଛି କି ନାହିଁ? ଆମେ ସମସ୍ତେ ମୋହଗ୍ରସ୍ତ ଜୀବ, ବଦ୍ଧ ଜୀବ। ତେଣୁ ଆମର ଜୀବନର ଉଦ୍ଦେଶ୍ୟ କ'ଣ, ଆମର କର୍ତ୍ତବ୍ୟ କ'ଣ, ଆମେ ତା ଜାଣିପାରୁନାହୁଁ। সেই ହିସାବରେ ଆମେ ଧର୍ମକୁ ଛାଡ଼ି ଅଧର୍ମରେ ଲିପ୍ତ ହୋଇ ପୁଣି ମନୁଷ୍ୟ ଦେହରୁ ମନୁଷ୍ୟ ଶରୀରକୁ ଚାଲିଯିବୁ। ସେହିପରି ଅନାଦି କାଳରୁ ଏହାର କୌଣସି ଇତିହାସ ନାହିଁ। ଆମେ କେତେଥର ମନୁଷ୍ୟ ଦେହକୁ ଆସିଥିଲୁ, ପୁଣି ମନୁଷ୍ୟ ଦେହରୁ ମନୁଷ୍ୟ ଶରୀରକୁ ଚାଲିଯାଉଛି। ଏହାର କୌଣସି ହିସାବ ନାହିଁ। ଅଛି କି? ଏ ପର୍ଯ୍ୟନ୍ତ ସୁଦ୍ଧା ଆମେ ସେଇ ଜନ୍ମମୃତ୍ୟୁ ଚକ୍ରରେ ବୁଲୁଛୁ ଅନାଦି କାଳରୁ। କଥା ବୁଝିପାରୁଛନ୍ତି? ତେଣୁ ଅନାଦି କାଳରୁ ଆମେ ଭଗବାନଙ୍କୁ ଭୁଲି ଯାଇ ଜନ୍ମମୃତ୍ୟୁ ଚକ୍ର 84 ଲକ୍ଷ ପ୍ରକାର ଜୀବଜନ୍তুରେ ଭ୍ରମଣ କରୁଛି। ଭ୍ରମଣ କରୁ କରୁ କେତେବେଳେ ମନୁଷ୍ୟ ଦେହ ଆସୁଛି। ମନୁଷ୍ୟ ଦେହ ଆସି ମନୁଷ୍ୟଚିତ କର୍ତ୍ତବ୍ୟ କର ଆମେ କରୁନାହୁଁ। ମନୁଷ୍ୟ ଦେହ ଦ୍ୱାରା ଅନ୍ୟ କିଛି କରିବା ଆବଶ୍ୟକ ନାହିଁ, କେବଳ ଭଗବତ ଭକ୍ତି। ଭଗବତ ଭକ୍ତି କରିବା ପାଇଁ ଏ ମନୁଷ୍ୟ ଶରୀର ମିଳୁଛି। ଏ ଭଗବାନ ମନୁଷ୍ୟ ଦେହ ଦ୍ୱାରା କେବଳ ଯଦି କୃଷ୍ଣ ଭକ୍ତି କରିବେ, କୃଷ୍ଣ ଭକ୍ତି କରି ତେବେ ସେ କୃଷ୍ଣକୁ ପାଖକୁ ଚାଲି ଯାଇପାରିବେ। ଅନ୍ୟ କୌଣସି ପନ୍ଥାରେ କେହି ଭଗବାନ କୃଷ୍ଣଙ୍କ ପାଖକୁ ଯାଇପାରିବ ନାହିଁ। ତେଣୁ ଚୈତନ୍ୟ ଚରିତାମୃତ, ଯାହାକୁ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି କୁହାଯାଉଛି। ଚୈତନ୍ୟ ହାରିବାଲ ଶୋଇବା ନାହିଁ, ଏଠାରେ ଶୋଉଛ କାହିଁରେ? ହଁ, ଏଟା ଶୁଣିବା ପାଇଁ ଆସି ଶୋଉଛ ସବୁ, ଶୋଇବା ନାହିଁ। ଶୁଣ କଥା। ଏ ଚୈତନ୍ୟ ଚରିତାମୃତକୁ କୁହାଯାଉଛି କ'ଣ? ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି, ୟୁନିଭର୍ସିଟି ଷ୍ଟଡି। ଭାଗବତଙ୍କୁ କୁହାଯାଉଛି ଗ୍ରାଜୁଏଟ୍ ଷ୍ଟଡି, ମାନେ କଲେଜ ଷ୍ଟଡି। ଆଉ ଗୀତାକୁ କୁହାଯାଉଛି ପ୍ରିଲିମିନାରୀ ଷ୍ଟଡି, ଅର୍ଥାତ୍ ସ୍କୁଲ ଷ୍ଟଡି। ଗୀତା ଅଧ୍ୟୟନ ଦ୍ୱାରା ଆମେ କେବଳ ଭଗବାନଙ୍କୁ ଜାଣିପାରିବା। ଭଗବାନ ଏକମାତ୍ର ହିଁ ଆରାଧ୍ୟ। ତେଣୁ ଭଗବାନ ନିଜ ମୁଖରୁ କହୁଛନ୍ତି, କ'ଣ କହୁଛନ୍ତି? ଯେ ମଦ୍ ଭକ୍ତ ମଜ୍ଜାଜି ମଂ ନମସ୍କୁରୁ ମନ୍ମନା ଭବ। ଚାରିଟା କଥା କହିଲେ। ମନରେ ସବୁବେଳେ ମୋ କଥା ଚିନ୍ତା କର, ମନ୍ମନା ଭବ। କିନ୍ତୁ ଆମେ ମନରେ କ'ଣ ଚିନ୍ତା କରୁଛେ? ଭଗବାନଙ୍କୁ ଛାଡ଼ି, ଭଗବାନ ହେଉଛି ଜଗନ୍ନାଥ, କୃଷ୍ଣ ଜଗନ୍ନାଥ। ଆମେ ଜଗନ୍ନାଥକୁ ଛାଡ଼ି ଜଗତରେ କଥାରେ ମଗ୍ନ ହେଇଛି। ତେଣୁ ଆମେ ଜନ୍ମମୃତ୍ୟୁ ଚକ୍ରରେ ପଡ଼ିଯାଇଛୁ। ଆମେ ଜନ୍ମମୃତ୍ୟୁ ଚକ୍ର ପଡ଼ିବା କାରଣଟା ବୁଝିବାର ଲାଗିଆ କେଉଁଥି ଲାଗି? ଜଗନ୍ନାଥକୁ ଛାଡ଼ି ଆମେ ଜଗତରେ କଥାରେ ମାତିଛୁ। ତେଣୁ ଆମେ ଜନ୍ମମୃତ୍ୟୁ ଚକ୍ରରେ ପଡ଼ିଯାଇଛୁ। ତେଣୁ ଭଗବାନ କୃଷ୍ଣ ରଣଭୂମିରେ ଅର୍ଜୁନକୁ ଲକ୍ଷ୍ୟ କରି ସମଗ୍ର ଜଗତବାସୀମାନଙ୍କ ପାଇଁ ଇଏ ମହତ୍ ଉପଦେଶ ଦେଲେ। ମୋଷ୍ଟ କନଫିଡେନ୍ସିଆଲ ଟ୍ରୁଥ୍। ଇଏ କ'ଣ କହୁଛନ୍ତି? ବର୍ତ୍ତମାନ ଜଗତ କଥା ଛାଡ଼ି ଦିଅ, ମୁଁ ଜଗନ୍ନାଥ, ମୋତେ ଚିନ୍ତା କର। କଥା ବୁଝିପାରିଲେ? ଜନ୍ମମୃତ୍ୟୁ ଚକ୍ର ଉଦ୍ଧାର ଏକମାତ୍ର ଉପାୟ ହେଉଛି, ଯେ ପର୍ଯ୍ୟନ୍ତ ଆମେ ମନରେ ଜଗନ୍ନାଥଙ୍କ କଥା ଚିନ୍ତା ନ କରିଛେ, ସେ ପର୍ଯ୍ୟନ୍ତ ଆମେ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ହେଇପାରିବା ନାହିଁ। କୌଣସି ଦେବଦେବୀ ଆରାଧନା କରି ଆମେ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ହେଇପାରିବା ନାହିଁ। କିନ୍ତୁ ଭଗବାନ ନିଜ ମୁଖରେ କହୁଛନ୍ତି, କୌଣସି ଦେବଦେବୀ ନାହିଁ, ମଦ୍ ଭକ୍ତ। କାହାର ଭକ୍ତ ହେବା ପାଇଁ? ସେ ନିଜ ମୁଖରେ କହୁଛି, ମୋର ଭକ୍ତ ହୁଅ। କଥା ବୁଝିପାରୁଛନ୍ତି? କାହାକୁ ଉପାସନା କରିବା ପାଇଁ କହୁଛନ୍ତି? ମଜ୍ଜାଜି, ମୋତେ ଉପାସନା କର। କାହାକୁ ପ୍ରଣାମ କରିବା ପାଇଁ କହୁଛନ୍ତି? ମାଂ ନମସ୍କୁରୁ, ମୋତେ ପ୍ରଣାମ କର। ଏଇ ଚାରି ପ୍ରକାର କାମ କରିବା ପାଇଁ ଆମେ ମନୁଷ୍ୟ ଦେହ ପ୍ରାପ୍ତ ହେଇଛି। କେଉଁ ଚାରି ପ୍ରକାର କାମ? ମନରେ ଭଗବାନଙ୍କୁ ଚିନ୍ତା କରିବା, ଭଗବାନ କୃଷ୍ଣକୁ ଭକ୍ତ ହେବା, ଆଉ ଭଗବାନଙ୍କୁ ଉପାସନା କରିବା, ଆଉ ଭଗବାନଙ୍କୁ ନମସ୍କାର କରିବା, ପ୍ରଣାମ କରିବା। ଏଇ ଚାରିଟା ପ୍ରତିଦିନ ଏଇ ଚାରି ପ୍ରକାର କାମ କରିବା ପାଇଁ ଆମେ ଭଗବାନଙ୍କ କୃପାରୁ ଏଇ ଦୁର୍ଲଭ ମନୁଷ୍ୟ ଦେହ ପ୍ରାପ୍ତ ହେଇଛି। ତେଣୁ ସେଇ କୃଷ୍ଣକୁ କୁହାଯାଉଛି କ'ଣ? ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ର। କ'ଣ କୁହାଗଲା? ଏଇ ବର୍ଷ କ'ଣ କୁହାଗଲା? କୋଉଠି ପଳାଉଛୁ କି? ବସ, କଥା ଶୁଣ। ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ। ସେଠାରେ ପୁରୁଷୋତ୍ତମ ମାସ କଥା କୁହାଯାଉଛି।
ତାହେଲେ 4 ଜଣ ପୁରୁଷୋତ୍ତମ କଥା ଏ କଥା ଛାଡ଼ି ପଳେଇ ଯାଉଛ କାହିଁକି? ହଁ ଯାଅ ଶୀଘ୍ର ପଳେଇ ଆସ। ହଁ ଏଠାରେ 4 ଜଣ ପୁରୁଷୋତ୍ତମ। ହଁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ रामचंद्र, लीला पुरुषोत्तम भगवान श्री कृष्णचंद्र, प्रेम पुरुषोत्तम भगवान श्री गौरचंद्र, कृपा पुरुषोत्तम श्री अधिमास। हाँ अंडरस्टैंड कथा बुझी पारछंती? हाँ चारि जन को पुरुषोत्तम कथा कहा जाए। मर्यादा पुरुषोत्तम, लीला पुरुषोत्तम, प्रेम पुरुषोत्तम, कृपा पुरुषोत्तम। मन रहा? हाँ कथा शुणा आस ना कौन? हाँ कथा शुणव ना एपट सेपट होती कहीं कथार आस कथा ध्यान सहकार शुण। तेठारे मर्यादा पुरुषोत्तम भगवान श्री रामचंद्र की। हाँ अरे उलुध्वनि ने कथार उलुध्वनि। हाँ कीर्तन जिते भाव से उलुध्वनि कथार उलुध्वनि ने शुणे। हाँ तो मर्यादा पुरुषोत्तम भगवान श्री रामचंद्र आम मन कौन शिक्षा देले? उलुध्वनि ना बर्तमान कौन शिक्षा देले से कहतु? हाँ हाँ भल मनुष्य हुआ। हाँ भगवान रामचंद्र मन कौन शिक्षा देले? आचरण माध्यम व्यभिचारी हो ना कौन कहले? मनुष्य हो भल मनुष्य हो। हाँ मर्यादा से केवल मर्यादा लंघन कर स्वयं भगवान। हाँ तेणु जयदेव गोस्वामी रामचंद्र को संबंध कौन लिखिले? भीतर से देख सुराने दिक्पति कमनीयम दशमुख मौलि बलिंग रमणीयम केशवधृत राम शरीर जय जगदीश हरे। यही भगवान कृष्ण से कृष्ण ही राम रूप नहीं आसुच्चंती। केशवधृत राम शरीर जय जगदीश हरे। केशव ये शब्द विच्छेद कले क ईश ब सन्धि विच्छेद जानते? हाँ ग्रामर। हाँ अर्थात ग्रामर पाठ आसीगला। हाँ तेईपरी केशव विच्छेद कले क युक्त ईश युक्त ब। कर अर्थ हूँ ये ब्रह्मांड प्रथम श्रेष्ठ जीव के ब्रह्मा जी। कर अर्थ हूँ ब्रह्मा। ईश्वर अर्थ हूँ ये जगत ईश्वर के शिवजी। तो कर अर्थ ब्रह्मा ये भौतिक जगत ईश्वर शिवजी। बर अर्थ हूँ वशीभूत। यहीपरि बड़ बड़ देवता ब्रह्मा शिव ये मान बड़ देवता क्यों अच्छा ना ये जगत रे यही मान ही बड़ देवता श्रेष्ठ देवता क्यों माने शिव ब्रह्मा। यहीपरि बड़ बड़ देवता ब्रह्मा शिव जहाँकर द्वारा वशीभूत हुअन्ति तांकु कहा जाउची केशव। हाँ कथा बुझी पारछन्ती? हाँ ताले से केशव के कृष्ण। हाँ बुझेला एक कृष्ण केशव धृत धृत मान धारण करी आसिछन्ति माने धारण करी आसीथिले केउ रूप नहीं केउ रूप नहीं ना रे किछि बुझना रे राम शरीर राम रे रामकर कथा कहा जाउची कौन बुझछन्ति केशव धृत राम शरीर सही भगवान कृष्ण राम रूप धारण करी आसता। राम किए? कृष्ण ही राम।
तेने भगवानकर भिन्न भिन्न रूप रही जमी जयदेव गोस्वामी अनंत रूप मान मध्य 10टी मुख्य रूप मान को नहीं 10 अवधा स्तोत्र लिखिं प्रत्येक स्तोत्र शेष से कहते केशवधृत मीन शरीर केशवधृत कूर्म शरीर केशवधृत शुकर रूप केशवधृत नरहरि रूप केशवधृत वामन रूप केशवधृत भृगुपति रूप केशवधृत राम शरीर केशवधृत हलधर रूप केशवधृत बुद्ध शरीर केशवधृत कलिकी शरीर केते गुड़ी गला 10टी है हाँ प्रत्येक स्तोत्र शेष कहते केशव माने आम बुझीपारू कौन कृष्ण धृत धारण करी आसीथिले केउ रूप मीन रूप धारण करी आसीथिले कूर्म रूप धारण करी आसीथिले शुकर रूप धारण करी आसीथिले नरसिंह रूप धारण करी आसीथिले वामन रूप धारण करी आसीथिले परशुराम रूप धारण करी आसीथिले राम रूप धारण करी आसीथिले हलधर रूप धारण करी आसीथिले बुद्ध रूप धारण करी आसीथिले कल्की रूप धारण करी आसीबे आसी नाहंती हाँ बर्तमान ये महाप्रभुंकर समय रे हाँ महाप्रभुंकर समय रे बर्तमान पुरुषोत्तम मास चली पुरुषोत्तम मासरे आमे जदि पाटी रे भगवान कर नाम जदि उच्चारण ना करिबा सेई भगवान चैतन्य महाप्रभु कलि जुगर शेष आसबे कल्कि अवतार उपरे आज जाचिगुरी प्रेम नाए से तो हाथे तरवाल नेबे मन बेगरे गति करिवे सेतेबेले आर उपदेश नहीं उपदेश केवल कच 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 तार माने कना खड़ग नहीं मुंड काटिब हाँ आवाज हम केमी आवाज केमी केमितिया कच 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 हाँ कथा बुझीपार हाँ तो बर्तमान महाप्रभु के समय रे समस्त हाथ उठे कहतु ये पुरुषोत्तम मास हरे कृष्ण 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 हरे 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 राम 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 हरे हरे অন্য মাসের এ নাম থরে যা করিবে বর্তমানে মাসের করলে 1000 গুণ অধিক ফল আমি প্রাপ্ত হই হ্যাঁ কথা তেনি আগে এ মাসକୁ কোন কহা যাଉଛି হ্যাঁ ଆଉ କି ସବୁ କିଛି ନାହିଁ ସବ ମୁଣ୍ଡରେ ଗୋବର କିଛି ନାହିଁ कृपा पुरुषोत्तम ये मासକୁ कहा ଯାଉଛି कृपा पुरुषोत्तम कौन कहा जाଉଛି କିଛି ବୁଝୁନାହାନ୍ତି ମୁଁ କହୁଛି रामचंद्र को कहुଛି मर्यादा पुरुषोत्तम कृष्ण को कहुଛି लीला पुरुषोत्तम चैतन्य महाप्रभु कहा जाଉଛି प्रेम पुरुषोत्तम अवधि मास को कहा जाଉଛି कृपा पुरुषोत्तम କିଛି ବୁଝୁନାହାନ୍ତି उत्तर देवे कौन हाँ ध्यान सागर शुणिले तो उत्तर देवे ना କିଛି କଥା ଭିତରେ ପଶି ପାରୁନାହାନ୍ତି ଆଉ କ'ଣ ହବ कौन बेना जंगल कौन से मुक्ता छड़े कौन गछ उठब क्या कि हम हाँ तो सहीपरी तो एठारे ध्यान सागर श्रवण कर क्यों कथा कह जाऊँ हाँ चारिटा पुरुषोत्तम कथा कह जाऊँ हाँ बर्तमान भगवान रामचंद्र कथा कह जाऊँ कृष्ण ही राम रूप नहीं आसी कौन करले ना 10 मुंड वाला के रावण रावण को 10टी मुंड छेदन करले आ प्रत्येक मुंड गोटे गोटे दिग को उपहार स्वरूप प्रदान करले केतटा दिग 10टी दिग तेनी जयदेव गोसाई कौन कहले भीतर से देख सुरानी देखपति कमनीयम दशमुख मौलिबलि रमणीयम केशवधृत राम शरीर जय जगदीश हरे अर्थात सही भगवान कृष्ण राम अवतार रूप नहीं आसी
ଦଶ ମୁଣ୍ଡବାଲା ରାବଣ ସହିତ ଯୁଦ୍ଧ କରି ରାବଣକୁ 10ଟି ମୁଣ୍ଡ ଛେଦନ କରି ପ୍ରତ୍ୟେକ ଦିଗକୁ ଏକ ଏକ ମୁଣ୍ଡ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। ଏହା ହେଉଛି ରାମ ରୂପର ଲୀଳା। କଥା ବୁଝିପାରିଲେ? ତାହେଲେ ରାମ ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି ସ୍ୱୟଂ କୃଷ୍ଣ। ତେଣୁ ଭଗବାନଙ୍କର ଭିନ୍ନ ଭିନ୍ନ ରୂପ ଅଛନ୍ତି, କିନ୍ତୁ ଶେଷରେ କନକ୍ଲୁଜନ କ'ଣ? ଗଡ୍ ଇଜ୍ ନଟ୍ ମେନି, ଗଡ୍ ଇଜ୍ ୱାନ୍। ହଁ, କଥା ବୁଝିପାରିଲେ? ହଁ, এই ଭଗବାନ ହେଉଛି ଜଣେ, ଭିନ୍ନ ଭିନ୍ନ ରୂପ ନେଇ ଆସନ୍ତି। ହଁ, ଆସି ଏହିପରି ଲୀଳା ପ୍ରଦର୍ଶନ କରନ୍ତି, ଭିନ୍ନ ଭିନ୍ନ ରସ ଆସ୍ୱାଦନ କରିବା ପାଇଁ। ଏଠାରେ ଭଗବାନ ରାମଚନ୍ଦ୍ର ସେ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି କ'ଣ? ଭଲ ମନୁଷ୍ୟ ହୁଅ। ଯେହେତୁ ଆମେ ମନୁଷ୍ୟ ଦେହ ପ୍ରାପ୍ତ ହେଇଛେ, ଆମକୁ ପ୍ରଥମ ଶିକ୍ଷା ଦେଉଛନ୍ତି କ'ଣ? ବେଦ ମର୍ଯ୍ୟାଦା ରକ୍ଷା କର, କେବେ ବ୍ୟଭିଚାରୀ ହେବ ନାହିଁ। ହଁ, ସମସ୍ତ ଧର୍ମ ପରାୟଣ ହେବ। କଥା ବୁଝିଗଲା? ଭଲ ମନୁଷ୍ୟ କେମିତି ହେଇପାରିବେ? ହଁ, ଯେତେବେଳେ ଧର୍ମ ଆଚରଣ କରିବେ। ହଁ, ଅଧର୍ମ ଆଚରଣ କରି ଭଲ ମନୁଷ୍ୟ ହେଇପାରିବେ? ସେଥିଲାଗି ପ୍ରଥମ ଶିକ୍ଷା। ହଁ, ରାମ ରୂପରେ କୃଷ୍ଣ ଦେଉଛନ୍ତି। ରାମ ଅନ୍ୟ କେହି ନୁହନ୍ତି, କୃଷ୍ଣ ହିଁ ରାମ। ହଁ, ତେଣୁ ରାମ ରୂପରେ ଆସି ସେ ମର୍ଯ୍ୟାଦା ସ୍ଥାପନ କଲେ, ବେଦ ମର୍ଯ୍ୟାଦା। ତେଣୁ ଆମକୁ ବେଦ ବିହିତ ଜୀବନଯାପନ କରିବାକୁ ହେବ। ହଁ, ଆମେ କେବେ ହେଲେ ଭ୍ରଷ୍ଟାଚାର ହେବା ନାହିଁ। ହଁ, ଆମେ କ'ଣ ହେବୁ? ଭଲ ମନୁଷ୍ୟ ହେବା, ଆଚରଣ, ଧର୍ମ ଆଚରଣ ଦ୍ୱାରା। ବୁଝିଗଲା? ପ୍ରଥମ ତ ଧର୍ମ ଆଚରଣ ଦ୍ୱାରା ଯଦି ଆମେ ଭଲ ମନୁଷ୍ୟ ହେବୁ, ତାପରେ ପ୍ରେମ ପୁରୁଷୋତ୍ତମ, ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣଚନ୍ଦ୍ର କି ଜୟ। ହଁ, ହଁ, ଜୟଟା ସମସ୍ତେ ଦେଇପାରିବେ। ତାପରେ କଥାଟା ଆସନ୍ତୁ। ଏଟା କୁହାଯାଉଛି, ଏଟା କୁହାଯାଉଛି କ'ଣ? ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣଚନ୍ଦ୍ର ଆମକୁ କ'ଣ ଶିକ୍ଷା ଦେଲେ? ରାମ ଶିକ୍ଷାଟା ଆମେ ପାଇଗଲୁ। ହଁ, ବର୍ତ୍ତମାନ କୃଷ୍ଣଚନ୍ଦ୍ର କ'ଣ ଶିକ୍ଷା ଦେଲେ? ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣଚନ୍ଦ୍ର ଆମମାନଙ୍କୁ କ'ଣ ଶିକ୍ଷା ଦେଲେ? ଏ ଆଗରୁ କୁହାଗଲା, ମଦ ଭକ୍ତ। ହଁ, ମୋର ଭକ୍ତ ହୁଅ। ହଁ, କଥା ବୁଝିପାରିଲେ? ହଁ, ଭଗବାନ କୃଷ୍ଣଚନ୍ଦ୍ର ଯାହାକୁ କୁହାଯାଏ ଲୀଳା ପୁରୁଷୋତ୍ତମ, ଲୀଳା ପ୍ରକଟ କରି ଆମମାନଙ୍କୁ ଶିକ୍ଷା ଦେଉଛନ୍ତି, ମୋର ଭକ୍ତ ହୁଅ, ଅନ୍ୟ କାହାରି କଥା କହିଲେ ନାହିଁ। ହଁ, ମଦ ଭକ୍ତ ମଜ୍ଜାଜି ମାଙ୍ଗ ନମସ୍କୁରୁ। ତେଣୁ ଇଏ କରିବାକୁ ଗଲେ ପ୍ରଥମ ମନ ଭାବ, ମନରେ ସବୁବେଳେ ମୋ କଥା ଚିନ୍ତା କର। ଆଉ ମନରେ ସବୁବେଳେ ମୋ କଥା ଚିନ୍ତା କେମିତି କରିପାରିବା? କେମିତି? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତାମାନେ କଲିଯୁଗରେ ଭଗବାନ ନାମ ରୂପେ ଅବତୀର୍ଣ୍ଣ ହେଇଛନ୍ତି। ଭଗବାନଙ୍କର ନାମ ଭଗବାନ ଠାରୁ ଅଭିନ୍ନ। ତେଣୁ ଆମେ ଯଦି ପାଟିରେ ଭଗବାନଙ୍କ ନାମ ଉଚ୍ଚାରଣ କରିବା, ତାହେଲେ ଆମେ ଭଗବାନଙ୍କୁ ସବୁବେଳେ ଆମର ମନରେ ରଖିପାରିଲୁ, ମନ୍ମନା ଭବ ହେଇପାରିଲୁ। କଥା ବୁଝିପାରିଲେ? ଏହିପରି ଭାବରେ ଆମେ ଭଗବାନ କୃଷ୍ଣଙ୍କ ଠାରୁ ଏ ଶିକ୍ଷା ପ୍ରାପ୍ତ ହେଉଛି କ'ଣ? ସେ କହୁଛନ୍ତି, ମୁଁ ହେଉଛି ସ୍ୱୟଂ ଭଗବାନ ଲୀଳା ପୁରୁଷୋତ୍ତମ, ତେଣୁ ମୋର ଭକ୍ତ ହୁଅ। ଭଗବାନଙ୍କ ଭକ୍ତ ହେଲେ କ'ଣ ହବ? ହଁ, ଭଗବାନ କହୁଛନ୍ତି ଆଉ କୌଣସି ଚିନ୍ତା ନାହିଁ, ଡୋଣ୍ଟ ୱରି, କୌଣସି ଚିନ୍ତା କରିବା ଆବଶ୍ୟକ ନାହିଁ। ଅହଂ ତାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ତୁମ ଜନ୍ମ ଜନ୍ମାର୍ଜିତ ଯେତେ ସବୁ ପାପ କର୍ମର ପ୍ରତିକ୍ରିୟା ସ୍ୱରୂପ ଦୁର୍ଭୋଗ ଭୋଗିବାର ଥିଲା, ସେଥିରେ ମୁଁ ତୁମକୁ ମୁକ୍ତ କରେଇଦେବି। ହଁ, କଥା ବୁଝିପାରିଲେ? ତେଣୁ ସେ କ'ଣ କହିଲେ? ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକମ୍ ଶରଣଂ ବ୍ରଜ। କାହା ଶରଣକୁ ଯିବା? କେବଳ ଆମେ ମନୁଷ୍ୟ ଦେହ ପ୍ରାପ୍ତ ହେଇଛି, କାହା ଶରଣକୁ ଯିବା? ଭଗବାନ କୃଷ୍ଣଙ୍କୁ। ତାହେଲେ ଆମର ଜନ୍ମ ଜନ୍ମାର୍ଜିତ ସମସ୍ତ ପାପ ସେ ବିଧ୍ୱଂସ କରିଦେବା। ଆଉ ପାପ ପରିଣାମ ସ୍ୱରୂପ ଦୁଃଖ ଭୋଗ କରିବାକୁ ହେବ ନାହିଁ, ଜନ୍ମଟି ଚକ୍ରରେ ବୁଲିବାକୁ ହେବ ନାହିଁ। ହରିବ ବର୍ତ୍ତମାନ ଜପ କଥା ଶୁଣିବ ନା?
এটা ଜପ କ୍ଲାସ୍ ହେଉଛି? ହଁ ଆରେ କଥା ଶୁଣିବା, ସେ କଥା ଶୁଣୁ। ଜପ ସମୟ ସେ ଗପ ମାରିଥିବ, ମୋବାଇଲ ଚାଲିଥିବ, ଆଉ କଥାରେ ଆସି ଜପ କରିଥିବ। ଏସବୁ କିଛି ହେଇପାରୁନା। ଶୁଣ, କଥା ଶୁଣ ଠିକ ଭାବରେ। ହଁ, ଯେଉଁ ସମୟରେ ଯେଉଁ କଥା, ସେଇ ସମୟ ଏ ହବନି ସେ ହବନି। ହଁ, ହବ କି? କଥା ପଶିବନି, ଜପ ବି ହବନି। ଯେଉଁ ସମୟରେ ଯେ କାମ ସେଇ କରିବା, ଏ ପ୍ରଥମ ଶିକ୍ଷା। ତେଣୁ ଏହାକୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କ ଠାରେ ଆମେ ଶିକ୍ଷା ପ୍ରାପ୍ତ। ତେଣୁ ଭଲ ମନୁଷ୍ୟ ହେବା ପାଇଁ ଆମେ କପଟି ହେବା ନାହିଁ। ହଁ, ଯେଉଁ ସମୟରେ ଯେଉଁ ଆମର କର୍ତ୍ତବ୍ୟ ତାହା କରିବାକୁ ହେବ। ହଁ ହଁ, ଆପଣ ରାସ୍ତାରେ ବାଇକ୍ ଚଲାଉଛନ୍ତି, ହଁ, ବାଇକ୍ ଚଲାଇବେ, ସେତେବେଳେ ମୋବାଇଲ ନେଇ ଫୋନ୍ କରିଥିବେ, ଅନ୍ୟ ମନୁଷ୍ୟ ହେଲେ ଅନ୍ୟ ଗାଡ଼ି ସହିତ ଆକ୍ସିଡେଣ୍ଟ ହେଇଗଲା, ପୁରା ମନୁଷ୍ୟ ଜୀବନଟା ସରିଗଲା। ହଁ କି ନା? ହେଉଛି ତ। ହଁ, କେତେ ଆକ୍ସିଡେଣ୍ଟ ହେଉଛି, କାହିଁକି ହେଉଛି? ଏଇ ଯୋଗୁଁ, ଏଇ ମୋବାଇଲ କାନରେ ଦେମିତି। ହଁ, ଗାଡ଼ି ଭିତରେ ପଶି ଯାଉଛି। ହଁ, କେତେ ମରୁଛନ୍ତି ବଡ଼ ବଡ଼ ଲୋକ, ଶିକ୍ଷିତ ଲୋକ, ପାଗଳ ମାନେ। ଏସବୁ ଆମର ବୈଦିକ ଶିକ୍ଷା ନୁହେଁ, ପାଗଲ ବନେଇବା ସବୁ ଶିକ୍ଷା, ବିଦେଶୀ ଶିକ୍ଷା। ହଁ, ଆଜିକାଲି ପାଗଲ ବନେଇ ଦେଉଛନ୍ତି ନା କ'ଣ? ଏ ମନୁଷ୍ୟ ହେଇପାରୁଛି? ହଁ, ପ୍ରାଇମେରୀ ସ୍କୁଲକୁ ଯାଉଛି, ପ୍ରଥମେ ରାକ୍ଷସ ବନେଇ ଦେଉଛି। ରୁଟିନ୍ করে 2 ଦିନ ମାଛ, 2 ଦିନ ଅଣ୍ଡା, 2 ଦିନ ମାଂସ। ହଁ, ପ୍ରାଇମେରୀ ସ୍କୁଲରେ କ'ଣ ଏଇ ଖାଇବାକୁ ଦେଉଛି ତ? ହଁ, ସେ ରାକ୍ଷସ ବନାଉଛି। କ'ଣ ସେ ଭଗବାନଙ୍କ ଭକ୍ତ, ପ୍ରଥମରୁ ରାକ୍ଷସ ନା କ'ଣ? ସ୍କୁଲ ବିନା ପଇସାରେ ସାଇକେଲ ଦେଉଛି। ହଁ, ଚଲେଇକିରି ସ୍କୁଲକୁ ଯାଉଛି। କ'ଣ ପାଠ ପଢ଼ୁଛି? ପାଗଲ ପାଠ। ହଁ, ପାଗଲ ବନେଇବା, ରାକ୍ଷସ ହେବା ପାଇଁ। ଏଇସବୁ ଶିକ୍ଷା, ସେଥିପାଇଁ ସବୁ ପାଗଳ। ବଡ଼ ଶିକ୍ଷିତ ହେଲେ କ'ଣ ଅଛି? ମୁଣ୍ଡ କିଛି ନାହିଁ, ଅଛି କି? ହଁ, ଆଉ ଯଦି ମୁଣ୍ଡରେ ଥିବ ତାହେଲେ ଗାଡ଼ି ଚଲାଇବ ସେମିତି କହୁଛି କାହିଁକି? ହଁ, କନ୍ଧରେ ମୋବାଇଲ ଧରି ଏମିତି କରି ଗାଡ଼ିରେ ଲାଗିଦେଲା, ବାସ୍ ସରିଲା କାମ ସବୁ। ହଁ, ସେ ପାଗଳ ସବୁ। ଏଠାରେ ଭଗବାନ ରାମଚନ୍ଦ୍ର ଇଏ ପ୍ରଥମ ଆମକୁ ଶିକ୍ଷା ଦେ, ଭଲ ମନୁଷ୍ୟ ହୁଅ। ହଁ, କଥା ବୁଝିପାରିଲେ? ତାର ଦ୍ୱିତୀୟ ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ଲୀଳା ପ୍ରକଟ କରି ଆମମାନଙ୍କୁ ଶିକ୍ଷା ଦେଉଛନ୍ତି, ମୋର ଭକ୍ତ ହୁଅ। କାହାର ଭକ୍ତ ହେବାକୁ ପଡ଼ିବ? ଭଗବାନ କୃଷ୍ଣଙ୍କୁ ଭକ୍ତ। আর আমার ইস্কনের প্রতিষ্ঠাতা আচার্য ছিল এসি ভক্তিবেদান্ত সমগ্র দুনিয়ারে ତାଙ୍କର এই সংস্থার সে নাম দেলে কেন? ইন্টারন্যাশনাল সোসাইটি ফর কৃষ্ণ কনসাসনেস। আমি কৃষ্ণ কনসাসনেসରୁ ବିଚ୍ୟୁତ ହେବା ଯୋଗୁଁ ଆମେ ସବୁ ପାଗଳ। ହଁ, সেই କୃଷ୍ଣ କନସାସନ କରିବା ପାଇଁ ଏ ସମଗ୍ର ଦିନ। ତେଣୁ ସେଇ ଭଗବାନ କୃଷ୍ଣ କହୁଛନ୍ତି, ମୋର ଭକ୍ତ ହୁଅ। ତାପରେ ଆସିଲେ ପ୍ରେମ ପୁରୁଷୋତ୍ତମ ଶ୍ରୀ ଗୌରଚନ୍ଦ୍ର କି ଜୟ। ଗୌରଚନ୍ଦ୍ର ଆମମାନଙ୍କୁ କ'ଣ ଶିକ୍ଷା ଦେଲେ? ହଁ ହଁ, ଭକ୍ତ ଯଦି ହେବେ ତାହେଲେ ପ୍ରେମିକ ଭକ୍ତ ହୁଅ। ହଁ, କେମିତିଆ ଭକ୍ତ? ପ୍ରେମିକ ଭକ୍ତ ହୁଅ। କେଉଁ ପ୍ରେମରେ? କୃଷ୍ଣ ପ୍ରେମରେ ମତ୍ତ ହୁଅ। ହଁ, ଦେଖନ୍ତୁ କେମିତି ଲିଙ୍ଗ ରହିଛି। ହଁ, ମର୍ଯ୍ୟାଦା ପୁରୁଷୋତ୍ତମ, ଲୀଳା ପୁରୁଷୋତ୍ତମ, ପ୍ରେମ ପୁରୁଷୋତ୍ତମ, ତିନି ଜଣଙ୍କ ଶିକ୍ଷା ଆମେ ପାଇଗଲୁ। ମର୍ଯ୍ୟାଦା ପୁରୁଷୋତ୍ତମ ହିସାବରେ ଭଗବାନ ରାମଚନ୍ଦ୍ର ଶିକ୍ଷା ଦେଲେ କ'ଣ? ଭଲ ମନୁଷ୍ୟ ହୁଅ। ହଁ, ତାମାନେ ଧାର୍ମିକ ହୁଅ, ବେଦ ମର୍ଯ୍ୟାଦା ଅନୁସାରେ ନିଜ ଜୀବନ ନିର୍ବାହ କର। ଆଉ ତାପରେ ଲୀଳା ପୁରୁଷୋତ୍ତମ ଶିକ୍ଷା ଦେଲେ, ମୋର ଭକ୍ତ ହୁଅ। ଆଉ ତୁମର କୌଣସି ପୂର୍ବଜନ୍ମ ପାପର ପ୍ରତିକା ଭୋଗିବାକୁ ହେବ ନାହିଁ। ହଁ, କୃଷ୍ଣଙ୍କ ଭକ୍ତ ହେଇଗଲା। সেই কৃষ্ণ প্রেম পুরুষোত্তম রূপে আসলে আসি শিক্ষা দেওয়ার জন্য যদি ভক্ত হব তো কেমিতিয়া ভক্ত? প্রেমিক ভক্ত। হ্যাঁ, গোপী মানে প্রেমিক ভক্ত। হ্যাঁ, দিন রাত 24 ঘণ্টা কৃষ্ণଙ୍କର ସେବାରେ ଯୁକ୍ତ। ତେଣୁ ଗୀତାରେ 4ଟି ଶ୍ଲୋକକୁ କୁହାଯାଉଛି ଚତୁଶ୍ଲୋକୀ ଭଗବତ ଗୀତା। 4ଟା ଶ୍ଲୋକକୁ
বিস্তার করি 700 শ্লোক সমন্বিত এ ভগবদ গীতা হয়েছে। হ্যাঁ, ভাগবতম যে 4টি শ্লোক বিস্তার করি 18,000 শ্লোক সমন্বিত শ্রীমৎ ভাগবতম হয়েছে। হ্যাঁ, যেমন দ্বিতীয় ସ୍କନ୍ଦ ନବମ ଅଧ୍ୟାୟରେ 33, 34, 35, 36 ଚାରିଟି ଶ୍ଲୋକକୁ କୁହାଯାଉଛି ଚତୁଶ୍ଲୋକୀ ଭାଗବତ। ବୁଝିପାରୁଛନ୍ତି? এই ଚାରିଟା ଶ୍ଲୋକକୁ ବିସ୍ତାରିତ ଭାବେ ବର୍ଣ୍ଣନା କଲେ ନାରଦଙ୍କ ନିର୍ଦ୍ଦେଶରେ କିଏ? ବ୍ୟାସଦେବ। ତାହାକୁ କୁହାଯାଉଛି କ'ଣ? 18,000 ସମନ୍ୱିତ ଶ୍ରୀମଦ୍ ଭାଗବତ। ଠିକ୍ ସେହିପରି ଗୀତାରେ 10ମ ଅଧ୍ୟାୟରେ ଏ 4ଟି ଶ୍ଲୋକ 8, 9, 10, 11 ଏ 4ଟି ଶ୍ଲୋକ କୁହାଯାଉଛି ଚତୁଶ୍ଲୋକୀ ଭଗବତ ଗୀତା। এই 4ଟି ଶ୍ଲୋକ ବିସ୍ତାରିତ ଭାବେ ବର୍ଣ୍ଣନା ହେଇଛି 700 ଶ୍ଲୋକ ସମନ୍ୱିତ ଏ ଶ୍ରୀମଦ୍ ଭଗବତ ଗୀତା। সেই 700 ଶ୍ଲୋକମାନଙ୍କ ମଧ୍ୟରୁ ଧୃତରାଷ୍ଟ୍ର କେବଳ ଗୋଟେ ହିଁ ଶ୍ଲୋକ, ହଁ, ଆଉ ସେଇ ଗୋଟେ ଶ୍ଲୋକରେ ଉତ୍ତର ଦେଇଛନ୍ତି ସଞ୍ଜୟ 40ଟି ଶ୍ଲୋକରେ, ଆଉ ଅର୍ଜୁନ ଭଗବାନ କୃଷ୍ଣଙ୍କୁ ପଚାରିଥିଲେ 85ଟି ଶ୍ଲୋକରେ, ଆଉ ଭଗବାନ କୃଷ୍ଣ 85 ଶ୍ଲୋକରେ ଉତ୍ତର ଦେଇଛନ୍ତି 574ଟି ଶ୍ଲୋକରେ। ଏ 700 ଶ୍ଲୋକ ସମନ୍ୱିତ ଭଗବତ ଗୀତା। 1 + 40 + 85 + 574 = 700 verses ଶ୍ରୀମଦ୍ ଭଗବତ ଗୀତା। ହଁ, ବୁଝିପାରିଲେ? ତ ଏଠାରେ ଭଗବାନ କୃଷ୍ଣ ଟୋଟାଲ ଏ ଗୀତା ମଧ୍ୟରୁ 574ଟି ଶ୍ଲୋକ, ଏହାକୁ କୁହାଯାଏ ଦିବ୍ୟ ଉପଦେଶ। ଯେଉଁ ଅର୍ଜୁନ ପ୍ରଥମେ କଥା ଉଠାଇଲେ କ'ଣ? ମୁଁ ଯୁଦ୍ଧ କରିବି ନାହିଁ, ଏ ପିତାମହ ଭୀଷ୍ମ, ଏ ଗୁରୁ ଦ୍ରୋଣାଚାର୍ଯ୍ୟ, ଏ କୃପାଚାରୀ, ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ ଏମାନଙ୍କୁ ଯଦି ବଧ କରିବି, ଏଇ ବଧ ଯୋଗୁଁ ମୋର ପାପ ହେବ, ସେ ପାପ ଯୋଗୁଁ ମୋତେ ନରକକୁ ଯିବାକୁ ହେବ। ଭଗବାନ କୃଷ୍ଣ କହିଲେ ମୋର ଆଦେଶ ଲଙ୍ଘନ କରି তুমি ଯୁଦ୍ଧ କ୍ଷେତ୍ର ଛାଡ଼ି ଯଦି ସନ୍ନ୍ୟାସୀ ହେବ, ମୋର ଆଦେଶ ଲଙ୍ଘନ କରିବା ଯୋଗୁଁ ତୁମକୁ ନରକ ଯିବାକୁ ହେବ ବିନା ବଧରେ। ହଁ, କଥା ବୁଝିପାରୁଛନ୍ତି? ତ ପ୍ରକୃତ ଧର୍ମଟା କ'ଣ? ଭଗବାନଙ୍କର ଆଦେଶ ପାଳନ କରିବ, ଏହା ହେଉଛି ପ୍ରକୃତ ଧର୍ମ। ତେଣୁ ପଦ୍ମ ପୁରାଣରେ ସେ କହିଦେଲେ ମନ୍ ନିମିତ୍ତଂ କ୍ରୀତଂ ପାପଂ ଧର୍ମାୟ ପାପସ୍ ଧର୍ମାୟ ସାତ୍ ମାମ୍ ଅନଦ୍ରିତଂ ପାପଂ ମାମ୍ ଅନଦ୍ରିତଂ ଧର୍ମଂ ପାପଂ ସାତ୍ ମତ୍ ପ୍ରଭାବତ। ଏ ପଦ୍ମ ପୁରାଣରେ ଭଗବାନ କୃଷ୍ଣ ନିଜ ମୁଖରେ କହିଲେ ମନ୍ ନିମିତ୍ତଂ କ୍ରୀତଂ ପାପଂ ଧର୍ମାୟ କଳ୍ପତେ। ମୋ ପାଇଁ ଯଦି କେହି ପାପ କର୍ମ କଲେ ତାହେଲେ ମୋ ପ୍ରଭାବରେ ତାହା ହେବ ପ୍ରକୃତପକ୍ଷେ ଧର୍ମ। ହଁ, ମାମ୍ ଅନାଦୃତ, ମୋତେ ଅନାଦର କରି କେହି ଯଦି ଧର୍ମ ଆଚରଣ କଲେ ତାହେଲେ ମୋ ପ୍ରଭାବ ତାହା হবে ପାପ କର୍ମ। ହଁ, କର୍ମରେ ଦେଖନ୍ତୁ ସୂକ୍ଷ୍ମ ବିଚାର। ହଁ, ଭଗବାନ କୃଷ୍ଣ ନିଜ ମୁଖରେ କହୁଛନ୍ତି ମନ୍ ନିମିତ୍ତଂ କ୍ରୀତଂ ପାପଂ, ତାର ମାନେ କ'ଣ? ମୋ ପାଇଁ ଯଦି କେହି ପାପ କର୍ମ କଲେ ତାହେଲେ ସେଟା କ'ଣ ହେଇଯିବ? ଧର୍ମରେ ରୂପାନ୍ତରିତ ହେଇଯିବ। ମନ୍ ନିମିତ୍ତଂ କ୍ରୀତଂ ପାପଂ ଧର୍ମାୟ କଳ୍ପତେ, ତା ଧର୍ମରେ ରୂପାନ୍ତରିତ ହେଇଯିବ। ମାମ୍ ଅନାଦୃତଂ ଧର୍ମଂ ପାପଂ ସାତ୍ ମତ୍ ପ୍ରଭାବତ, ମୋତେ ଅନାଦର କରିକି ଯଦି ଧର୍ମ ଆଚରଣ କରିବେ ତଥାକଥିତ ଧର୍ମ, ତାହେଲେ ମୋ ପ୍ରଭାବରେ ତାହା ହେବ ପାପ କର୍ମ। ଏଠାରେ ସେଇ ଅର୍ଜୁନକୁ ସେ ଉପଦେଶ ଦେଉଛନ୍ତି ତୁମେ ନିଜେ ବିଚାରରେ ତୁମେ ଚିନ୍ତା କରୁଛ ଏମାନଙ୍କୁ ବଧ କଲେ ମୋର ପାପ ହେବ, ସେଇ ପାପ ଯୋଗୁଁ ମୋତେ ନରକକୁ ଯିବାକୁ ହେବ। ଆଉ ମୋର ଆଦେଶ ଲଙ୍ଘନ କରି তুমি ধর্মক্ষেত্র ছাড়ি, হ্যাঁ, ধর্মতীর্থ ছাড়ি সন্ন্যাসী হয়ে যদি ভিক্ষাবৃত্তি করে জীবনযাপন করিব, সে মোর আদেশ লঙ্ঘন করে তোমাকে নরক ଯିବ। বধ না করলে ବି, হ্যাঁ, কথা বুঝিপারলে? আর কৃষ্ণଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ବଧ କରିବ ତାହେଲେ କ'ଣ ହେବ? ତାହେଲେ ନରକ ଯିବାକୁ ହେବ ନାହିଁ। ସେୟା ହେଲା ଯେତେ ପ୍ରଥମ କଥା ଉଠାଇଲେ ମୁଁ ଯୁଦ୍ଧ କରିବେ ନାହିଁ, ସେ ଦେଖ ଭଗବାନ କୃଷ୍ଣ ଚ୍ୟାଲେଞ୍ଜ କହିଲେ କହ ତୁମେ ଯୁଦ୍ଧ କରିବ କି କରିବ ନାହିଁ। ସେ ତ କିଛି କହିପାରିଲେନି, କନଫ୍ୟୁଜରେ ପଡ଼ିଗଲେ। ସେ କ'ଣ କହିଲେ? कार्पण्य दोषोपहत प्रभाव धर्म संमूढ़ चेता जस्य सा निश्रितं ब्रहीतन्मे शिष्यस्तं सादिमं तं प्रपन्न। जे रथी ଥିଲେ ବର୍ତ୍ତମାନ ସେ ଡ୍ରାଇଭରଙ୍କ ଚରଣରେ ଆତ୍ମସମର୍ପଣ। କୃଷ୍ଣ କ'ଣ? ଡ୍ରାଇଭର। ହଁ, ରଥର ସାରଥୀ ମାନେ କ'ଣ? ଡ୍ରାଇଭର। ହଁ, ରଥୀ କିଏ? ଅର୍ଜୁନ।
ତ ରଥିଙ୍କ ନିର୍ଦ୍ଦେଶ ଡ୍ରାଇଭିଂ କରିବାକୁ ହେବ। ହଁ ଦେଖନ, କିନ୍ତୁ ସେଇ ରଥିଙ୍କ ବର୍ତ୍ତମାନ ମୁଣ୍ଡ କାମ କରୁନି। ହଁ କିଂ କର୍ତ୍ତବ୍ୟ ବିମୂଢ଼ ପଡ଼ିଗଲା, କନଫ୍ୟୁଜରେ ପଡ଼ିଗଲା। ସେ ତ କହିଲେ କ'ଣ, କାର୍ପଣ୍ୟ ଦୋଷ ପହତ ସ୍ୱଭାବ ପୃଚ୍ଛାମି ଧର୍ମ ସମ୍ମୂଢ଼ ଚେତା। ଧର୍ମ ବିଷୟ ମୋର କୌଣସି ଜ୍ଞାନ ନାହିଁ, ତ ମୋ ପାଇଁ କ'ଣ କର୍ତ୍ତବ୍ୟ କ'ଣ ଅକର୍ତ୍ତବ୍ୟ ମୁଁ ବୁଝିପାରୁନି। ତେଣୁ ତୁମର ଚରଣରେ ମୁଁ ଆତ୍ମସମର୍ପଣ କରି ତୁମର ଶିଷ୍ୟ ହେଇଗଲି। ତୁମେ କୃପା କରି ମୋ ପାଇଁ ଯାହା ଶ୍ରେଷ୍ଠକର କର୍ତ୍ତବ୍ୟ ତାହା କହ। ବର୍ତ୍ତମାନ ରଥି କ'ଣ ହେଇଗଲା, ଡ୍ରାଇଭରଙ୍କ ଚରଣରେ ଆତ୍ମସମର୍ପଣ। ଡ୍ରାଇଭର ବର୍ତ୍ତମାନ କ'ଣ ହେଇଗଲା, ଡ୍ରାଇଭର କ'ଣ ହେଇଗଲା? ହଁ ରଥି ନହେଲେ ପାଗଳ ଗୁଡ଼ିକ ସବୁ ଏଠି ତ ଅର୍ଜୁନ ଠାରୁ ଆହୁରି ପାଗଳ ଏଠି ବସିଛନ୍ତି। ହଁ ଗୁରୁ ହେଇଗଲେ, ଡ୍ରାଇଭର ଗୁରୁ ହେଇଗଲେ। କ'ଣ ବୁଝିଛନ୍ତି? ହଁ ବର୍ତ୍ତମାନ ହଁ ଡ୍ରାଇଭର ବର୍ତ୍ତମାନ କ'ଣ ହେଇଗଲେ? ଗୁରୁ। ଗୁରୁ ମାନେ ହେଭି, ଗୁରୁ ଲାଇଟ୍ ନୁହନ୍ତି। ହଁ ଗୁରୁ ମାନେ ହେଭି, ଶିଷ୍ୟ ମାନେ ହଁ ଲାଇଟ୍ ମାନେ କ'ଣ? ହଁ କ'ଣ? হালুকা। হালুকা মানে କ'ଣ? সেই কথা পচারা আছে। হালুকা মানে লাইট, লাইট মানে হালুকা, বাস। তারপর হালুয়া, ପ୍ରସାଦ ଆଉ କ'ଣ? ସେମିତି ନୁହେଁ। ମାନେ ଶିଷ୍ୟମାନେ ଶାସନର ଅଧୀନ। ବର୍ତ୍ତମାନ ଗୁରୁଙ୍କ ଶାସନ, ଗୁରୁ ଯଦି କାନ ଧରି ଚପାଟା ଘାତ ଦେବେ, ପ୍ରତ୍ୟୁତ୍ତର କରିପାରିବେନି, କାହିଁକି ବିନା କାରଣ ମୋତେ ବାଡ଼ିବେ, ତାହେଲେ ସେ ଶିଷ୍ୟ ହିଁ ନୀରବ ଶୋଇବାକୁ ହେବ, ତେବେ ସେ ଶିଷ୍ୟ। ହଁ ତାମାନେ ଗୁରୁ ଯାହା ନିର୍ଦ୍ଦେଶ ଦେବେ ତା କ'ଣ କରିବାକୁ ହେବ? ହଁ ତା ନିର୍ବିଚାରରେ ପାଳନ କରିବାକୁ ହେବ। ନିଜର ବିଚାର ସେଠାରେ ଆସିବ ନାହିଁ, ତେବେ ସେ ଶିଷ୍ୟ। ହଁ ଦେଖନ୍ତୁ, ଶିଷ୍ୟ ହେବା ପୂର୍ବରୁ ଏ ସାବଧାନ ରହନ୍ତୁ। ହଁ ନହେଲେ ଆମେ ଦୀକ୍ଷା ନେଇଗଲେ ଆମେ ଉଦ୍ଧାର ହେଇଗଲେ, ଉଦ୍ଧାର ନୁହେଁ। ବର୍ତ୍ତମାନ ଆମକୁ କ'ଣ କରିବା? ସାଧନ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ କୃଷ୍ଣ ଭକ୍ତି କରିବାକୁ। ହଁ ଗୁରୁ ମାନେ ହେଭି। ତ ବର୍ତ୍ତମାନ ଡ୍ରାଇଭର ଗୁରୁ ପୋଜିସନ୍ ଉଠି ଯାଇଛନ୍ତି, ଆଉ ରଥି ବର୍ତ୍ତମାନ ଶାସନର ଅଧୀନ ଆସିଯାଇଛନ୍ତି। ସେ ତ ଭଗବାନ କୃଷ୍ଣ ମୁଖ ଖୋଲିକିରି କହୁଛନ୍ତି, କେବଳ ବଡ଼ ବଡ଼ କଥା କହି ଜାଣିଛ, ତୁମେ ନିଜେ ଜାଣିନ ତୁମେ କ'ଣ? ହଁ ୟୁ ଆର୍ ନଟ୍ ଦିସ୍ ବଡି, ୟୁ ଆର୍ ସ୍ପିରିଟ୍ ସୋଲ୍। ଏ ପ୍ରଥମ ଆତ୍ମଜ୍ଞାନ। କ'ଣ ଉପଦେଶ ଦେଲେ? ତୁମେ ଦେହ ନୁହଁ, ତୁମେ ହେଉଛ ଆତ୍ମା। ଏ ପ୍ରଥମ ଉପଦେଶ। এই ଉପଦେଶରୁ ଗୋଟିଏ ପରେ ଗୋଟିଏ ଉପଦେଶ ପ୍ରାପ୍ତ ହୋଇ ଦିବ୍ୟ ଜ୍ଞାନ ପ୍ରାପ୍ତ ହେଇଗଲା। ଯେଉଁ ଗାଣ୍ଡିବ ଖସି ପଡ଼ିଯାଇଥିଲା, ଦେହ ଥରିଥିଲା, ରୋମ ଖଡ଼ା ହେଇଯାଇଥିଲା, କଥା ଉଠାଇଥିଲା, ମୁଁ ଯୁଦ୍ଧ କରିବି ନାହିଁ, ଦିବ୍ୟ ଜ୍ଞାନ ପ୍ରାପ୍ତ ହେଇ ଗାଣ୍ଡିବ ନେଇ ଠିଆ ହେଇଗଲା। କହିଲେ କ'ଣ? ନଷ୍ଟ ମୋହର ସ୍ମୃତି ଲବ୍ଧ ତତ୍ପ୍ରସାଦ ମାୟାଚ୍ୟୁତ ସ୍ଥିତ ଅସ୍ମି ଗତ ସନ୍ଦେହ କରିଷ୍ୟ ବଚନ। ହେ କୃଷ୍ଣ, ତୁମ ଦିବ୍ୟ ଉପଦେଶରେ ମୋର ମୋହ ଦୂର ହେଇଯାଇଛି। ମୁଁ ମୋର କନଷ୍ଟିଟ୍ୟୁସନାଲ ପୋଜିସନରେ ଅବସ୍ଥାନ କରି, ସ୍ୱରୂପ ଅବସ୍ଥାରେ ମୁଁ ଅବସ୍ଥାନ କରୁଛି। ମୁଁ ବର୍ତ୍ତମାନ ବୁଝିପାରିଛି ମୋ ପାଇଁ ଧର୍ମ କ'ଣ। ତୁମେ ଯାହା କହିବ ମୁଁ ତାହା ପାଳନ କରିବି। ମୁଁ ଜୀବାତ୍ମା ହିସାବରେ ମୋର କର୍ତ୍ତବ୍ୟ ହେଉଛି, ତୁମେ ଭଗବାନ, ତୁମେ ଯାହା ନିର୍ଦ୍ଦେଶ ଦେବ ତାହା ମୁଁ ଅକ୍ଷର ଅକ୍ଷରେ ପାଳନ କରେ, ତାହା ହେଉଛି ମୋର। ତୁମେ ଯଦି କହିବେ ପିତାମହ ଭୀଷ୍ମକୁ ବଧ କର, ମୁଁ ତାହା କରିବି। ଏହା ହେଉଛି ମୋର ଧର୍ମ। ହଁ କଥା ବୁଝିପାରିଲେ? ସେହିପରି କୃଷ୍ଣ ଦିବ୍ୟ ଜ୍ଞାନ, ଏଇ ଅର୍ଜୁନ ଦିବ୍ୟ ଜ୍ଞାନ ପ୍ରାପ୍ତ ହେଇଗଲା। ହଁ ଏହାକୁ କୁହାଯାଏ ଗୀତା। ଅର୍ଜୁନ ହେଉଛି ମୁକ୍ତ ପୁରୁଷ, କୃଷ୍ଣଙ୍କ ଇଚ୍ଛାରେ ଏକ ବଦ୍ଧ ଜୀବ ଭଳି ଆଚରଣ କରିছে ଆମମାନଙ୍କର ପାଇଁ। ହଁ ଅର୍ଜୁନକୁ ମାଧ୍ୟମ କରି ଆମମାନଙ୍କୁ ଶିକ୍ଷା ଦେବା ପାଇଁ ଭଗବାନ କୃଷ୍ଣ ଏହି ଲୀଳା କରିଛନ୍ତି। କଥା ବୁଝିପାରିଲେ? ଅର୍ଜୁନকে ବଦ୍ଧ ଜୀବ, ହଁ ସେ ନିତ୍ୟ ମୁକ୍ତ ଜୀବ। ହଁ ଭଗବାନ ଯେଉଁ ଅବତାର ନେଇ ଆସିଛନ୍ତି, ଅର୍ଜୁନ ସେଇ ଅବତାରରେ ଆସିଛନ୍ତି ଭଗବାନଙ୍କ ଲୀଳା ସହାୟତା କରିବା ପାଇଁ। ଯେମିତି ମହାପ୍ରଭୁ ସେଇ କୃଷ୍ଣ ମହାପ୍ରଭୁ ରୂପେ ଆସିଲେ, ମହାପ୍ରଭୁ ଲୀଳାରେ ଅର୍ଜୁନ କ'ଣ ହେଇ ଆସିଲେ? ରାୟ ରାମାନନ୍ଦ। ହଁ ସବୁ ଅବତାରରେ। କଥା ବୁଝିଗଲ? ସେହିପରି ଅର୍ଜୁନ ହେଉଛି ମୁକ୍ତ ପୁରୁଷ, କିନ୍ତୁ ବଦ୍ଧ ଜୀବ ବୋଲି ଅଭିନୟ କରିଛନ୍ତି, ଯେଉଁଥିଲାଗି ସେ ଏହିପରି କୃଷ୍ଣକୁ ପଚାରିବ, ପ୍ରଶ୍ନ କରିବ, କୃଷ୍ଣ ସେଇ ଉପଦେଶ ଦେବେ। ସେଇ ଉପଦେଶ ଆମମାନଙ୍କ ପାଇଁ। ଆମେ ସମସ୍ତେ ବଦ୍ଧ ଜୀବ।
ହଁ ଆମେ ସେଇ ଉପଦେଶ ଅନୁସାରେ ଯଦି ଆଚରଣ କରିବୁ ତାହେଲେ ଆମେ ବଦ୍ଧ ଦଶାରେ ମୁକ୍ତ ହେଇ ଭଗବାନଙ୍କ ପାଖକୁ ଫେରି ଯାଇପାରିବୁ। ତାହେଲେ ବର୍ତ୍ତମାନ ଭଗବାନ କୃଷ୍ଣ ସେ ଲୀଳା ପୁରୁଷୋତ୍ତମ ରୂପରେ ଏ ଡାଇରେକ୍ଟ ନିର୍ଦ୍ଦେଶ ଦେଉଛନ୍ତି ପୁରୁଷୋତ୍ତମ ରୂପରେ ମୋର ଭକ୍ତ ହୁଅ। ହଁ ବର୍ତ୍ତମାନ ସେଇ କୃଷ୍ଣ ଗୌରଚନ୍ଦ୍ର ରୂପରେ ଆସି ସେ ହେଇଗଲା କ'ଣ ପ୍ରେମ ପୁରୁଷୋତ୍ତମ। ପ୍ରେମ ପୁରୁଷୋତ୍ତମ ରୂପରେ ସେ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି କ'ଣ ପ୍ରେମିକ ଭକ୍ତ ହୁଅ। ଅର୍ଡିନାରୀ ଭକ୍ତ ନୁହଁ, କେମିତି ପ୍ରେମିକ ଭକ୍ତ ହୁଅ। ହଁ ଗୋପୀମାନଙ୍କ ଭଳି, ମଞ୍ଜରୀମାନଙ୍କ ଭଳି। ହଁ ପ୍ରେମମୟୀ ସେବାର। ତେଣୁ ସେଇ ଗୀତାର ଚତୁଶ୍ଲୋକୀ ମଧ୍ୟରେ ଯେଉଁ କଥା କହୁଥିଲେ ସେ ଚାରିଟି ଶ୍ଲୋକର ପ୍ରଥମ ଶ୍ଲୋକ ହେଉଛି କ'ଣ ଅହଂ ସର୍ବସ୍ୱ ପ୍ରଭବ ମତ୍ତ ସର୍ବଂ ପ୍ରବର୍ତ୍ତତେ ଇତି ମତ୍ତା ଭଜନ୍ତେ ମାଂ ବୁଧା ଭାବ ସମ୍ବନ୍ଧ। କେଉଁମାନେ ସେଇ କୃଷ୍ଣକୁ ଭଜନ କରିପାରିବେ? ଯେଉଁମାନେ এই কৃষ্ণଙ୍କ সম্বন্ধে এই কথা জানিছেন। কেউ কথা কৃষ্ণ কହୁছেন আই এম দ্য সোর্স অফ এভরিথিং, এভরিথিং এমানেটস ফ্রম মি। ସବୁକିଛି ମୋ ଠାରୁ ଉତ୍ପନ୍ନ ହେଉଛି, ସବୁକିଛିର ମୂଳ ଉତ୍ସ ହେଉଛି ମୁଁ। ତାହେଲେ ସବୁକିଛି କୃଷ୍ଣ। ହଁ ଏ ଜଗତ ଯାହା କିଛି ଆମେ ଦେଖୁଛୁ ସବୁ କ'ଣ ସବୁ କୃଷ୍ଣ। ହଁ ନିଜକୁ ବିସ୍ତାର କରିଛନ୍ତି ସାଂଖ୍ୟ ରୂପରେ ବିଭିନ୍ନ ଅଂଶ ଡାଇରେକ୍ଟ ଏକ୍ସପାନ୍ସନ୍ और ସେପାରେଟ୍ ଏକ୍ସପାନ୍ସନ୍ ରୂପରେ ନିଜକୁ ବିସ୍ତାର କରି ଲୀଳା କରି ଅନନ୍ତ ବୈକୁଣ୍ଠ ବ୍ରହ୍ମାଣ୍ଡରେ ସେ ବିହାର କରୁଛନ୍ତି। ହଁ ତେଣୁ ये प्रथम चतुश्लोकी भगवद गीतार प्रथम श्लोक। तेणु यही सिद्धांत जानी ये ब्रह्मांड एक क्लास व्यक्ति क्यों माने ब्रह्मा शिव से माने अनन्य भाव जपमाला नहीं भगवान का नाम जप कर जिते सब थर्ड क्लास लोक यही माने ही केवल भगवान को छाड़ी भिन्न कामना चरितार्थ करने भिन्न भिन्न देवता और तो नास्तिक मान कहा को उपासना करती ना। हाँ ये सब थर्ड क्लास। एक क्लास व्यक्ति मनुष्य शिव ब्रह्मा जी भगवान के विषय जानवा जो कि अनन्य भाव भजन कर तापर कहते मच्चित्ता मदगता मच्चित्त मदगता ये भगवान से भगवान के कथा से जिते बड़े शुणव जिते बड़े कहब से तो कौन है ये माने मच्चित्त मदगत प्राण बोधांत परस्पर हे परस्पर बोझापड़ा करने कृष्ण कथार मत्त हम। कृष्ण कथार जो मत्त हम से कृष्ण कथा ही केवल अमृत आस्वादन कर ये जगत केवल कृष्ण कथा ही हूँ अमृत आ दुनिया जित कथा सब कौन हाँ विष। हाँ हाँ कृष्ण कथा ही कथा और सबू मनर व्यथा और जिते प्रकार कथा अच्छे आमको केवल दुख देव दुख सागर निमज्जित कर। कृष्ण कथा केवल आनंद आनंद आनंदाम प्रतिवर्धन प्रतिपदे पूर्णामृत साधन। तेणु से जिते कृष्ण कथार मग्न हे से तृतीय श्लोक कहते तेषां सतत युक्तानां भजतां प्रीतिपूर्वकं ददामि बुद्धि योगं तं जेन माम उपजान्ति ते। से कृष्ण ठार शुद्ध बुद्धि आसो केमी से अधिक अधिक परिमाण कृष्ण सेवार युक्त हो पारे से प्रेमिक भक्त हो कथा बुझिपारे। ताहले प्रेम पुरुषोत्तम रूप में भगवान गौरचंद्र कौन शिक्षा दौरान प्रेमिक भक्त हो कथा कही पार ना कौन एत शुणी तथा से कथा कह प्रेमिक भक्त है मत से कौन तेषां सतत ना भगवान कथार भगवान के सेवार भगवान के चिंतार से प्रीतिपूर्ण भाव युक्त हो प्रेमिक भक्त कथा बुझिपारे। तापर आसी कौन हाँ तीन जन पुरुषोत्तम कथा कहगला तापर कृपा पुरुषोत्तम अधिमास कृपा पुरुषोत्तम अधिक मास ये कृपा पुरुषोत्तम अधिक मास से कौन मन को शिक्षा दौरान हाँ कौन शिक्षा देले कृपा पुरुषोत्तम अधिक मास ये तीन जन के शिक्षा में जानी पार्लु। हाँ बर्तमान कृपा अधिमास कृपा पुरुषोत्तम अधिमास आम मन कौन शिक्षा दौरान
ଏ 30 ଦିନ ମୋର ହୋଇଯା, ମୁଁ ତୁମକୁ ସାର୍ଟିଫିକେଟ୍ ଦେଇଦେବି। ହଁ, କ'ଣ ସାର୍ଟିଫିକେଟ୍? କର ଥଣ୍ଡା ପାଣି ନାଇଁ, କଥା ବୁଝିପାରିଲା? ये कृपा पुरुषोत्तम अधिमास आम मान के शिक्षा दौरान कौन 30 दिन मोर हो जा, मु तुमको सर्टिफिकेट देदेवी। राधा दासी ये सर्टिफिकेट यू प्रूफ कैसे दे देवे? राधा दास, राधा दासी ये सर्टिफिकेट। हमारे चरम डेस्टिनेशन कौन? गौड़ीय शिक्षा अनुसार आम महाप्रभु फिलोसफी सर्वोत्तम सिद्धांत कौन? ये जगत लोक माने क्या पचर धावित होती? हाँ, भौतिक सुख पचर। भौतिक सुखटा कौन? हाँ हाँ, हरिबाल ए बसंत कथा शुणु टे, कथा न शुणी से बसन। हाँ, एठारे भौतिक सुखटा कौन? ऐसा भौतिक सुख पछे धावित होती कथा ये मन बसुनी। चंचल केउति लगे भौतिक सुख पछे? भौतिक सुखटा कौन? सर्वोच्च सुख कौन? हाँ हाँ, धर्मार्थ काम रति सुख, मैथुन सुख, या पचर सब धावित। आ ब्रह्मांड समस्त या पचर धावित। हाँ, पैसा रोजगार केउति लगे यही सुख पाए। तेनी प्रभुपाद कहते ब्रह्मांडटा हूँ मैथुन आगार। हाँ, या पचर समस्त धावित। आ से सुखटा वैष्णव आचार्य प्रहलाद महाराज कौन कहते? हाँ, कौन कहले प्रहलाद महाराज? तुच्छ जन मैथुन आदि सुखम ही तुच्छ, ये अति तुच्छ। ऐसे तुच्छ सुख पचरे समग्र जगतवासी धावित। तारा ये जगत सर्वठारु श्रेष्ठ सुख होची ये मैथुन सुख। या कहा भौतिक सुख। हाँ, भौतिक सर्वोत्तम सुख। या उन्नत सुख कौन? ब्रह्मानंद, ब्रह्म सुख। हाँ, ब्रह्मरे लीन हो ब्रह्म सुख। या शत शत गुण अधिक सुख हूँ ब्रह्म सुख। ताठारु अधिक सुख कौन? ब्रह्मानंद ठारू ये जड़ानंद। भौतिक सुख कहा जाउछि कौन? जड़े आनंद, तमाने जड़ानंद। जड़ानंद ठारू श्रेष्ठ हूँ कौन? कौन? ब्रह्मानंद। एतक कहा जाउछि कि यार कथा शुणुना माने जड़ानंद ठारू श्रेष्ठ हूँ ब्रह्मानंद। ब्रह्मानंद ठारू श्रेष्ठ हूँ कौन आनंद? क्यों आनंद? प्रेमानंद। वैष्णव माने प्रेमानंद, प्रेम लाभ पाए। ताठू श्रेष्ठ हूँ कौन? सेवानंद। ये हूँ आम महाप्रभु के शिक्षा। गौड़ीय धारार सर्वोच्च सुख हूँ सेवानंद। जे पर्यंत आम भगवान के प्रेममय सेवा युक्त न होचे से पर्यंत प्रकृत सुख आम न। हाँ, प्रकृत सुख हूँ भगवान के सेवा सुख। ये हूँ महाप्रभु के शिक्षा। महाप्रभु से भगवान, से कृष्ण, से जगन्नाथ, अन्य कई नहंती। से राधा कृष्ण मिलित तो चैतन्य महाप्रभु। तो चैतन्य महाप्रभु गौड़ीय धारा सर्वोच्च फिलोसफी से देले। सर्वोच्च फिलोसफी भल है कौन? प्रेमानंद ठारू शत शत गुण अधिक आनंद सुख हूँ सेवानंद। जमी गोपी मैंने निरंतर केवल भगवान के प्रेम सेवार युक्त। से कौन निजस्व स्वार्थ नाला कि निजस्व देह सुख पाई कि से कामना करना। केवल कृष्ण को सुख या कह प्रेम। आत्मेन्द्रिय प्रीतिवांछा तारे बले काम, कृष्णेन्द्रिय प्रीतिवांछा धरे प्रेम नाम। आम सब निज देह सुख पचरे धावित हो। हाँ, कि या कह जड़ानंद। हाँ, किंतु यार उन्नत हूँ जे पर्यटन भगवान के सुख पाई निज जीवन सुख न करे से पर्यंत आम प्रेम सुख प्राप्त हो पारिबा ना। ताकू कह प्रेम। जिते बड़े आम समस्त इंद्र द्वारा कृष्ण सुख विधान करवा ये गोपी मान कर
ତେଣୁ ଏହାକୁ କୁହାଯାଉଛି କ'ଣ? ପ୍ରତିଭା। ଏହାକୁ କୁହାଯାଏ ପ୍ରେମ। ଆଉ ସେ ପ୍ରେମ ଠାରୁ, ପ୍ରେମାନନ୍ଦ ଠାରୁ ଆହୁରି ଉନ୍ନତ ଆନନ୍ଦ ହେଉଛି ସେବାନନ୍ଦ। ତ ଗୋପୀ ମାନେ ପ୍ରେମାନନ୍ଦ ପ୍ଲସ୍ ସେବାନନ୍ଦ। ହଁ, ଯଶୋଦା ମାତା ଗୋପୀ ଇଏ ବାତ୍ସଲ୍ୟ ପ୍ରେମ ତା ସହିତ ସେବା। ହଁ, ଏଇ ସେବାନନ୍ଦ, ଏମାନେ ସମସ୍ତେ ହିଁ ସେବାନନ୍ଦ ଶିଖାରେ। ଏହା ସର୍ବୋଚ୍ଚ। ଏଇ ଶିକ୍ଷା ମହାପ୍ରଭୁ ଆମମାନଙ୍କୁ ଦେଲେ। ତେଣୁ ଏଇ ସ୍ଥିତି ପ୍ରାପ୍ତ ହେବାକୁ ହେଲେ ଆମର ଚରମ ସ୍ୱରୂପ ହେଉଛି ମଞ୍ଜରୀ ଭାବ। ଆମର ସଖୀ ଭାବ ନୁହେଁ, ଆମର ହେଉଛି କ'ଣ? ମଞ୍ଜରୀ। ମଞ୍ଜରୀ ଭାବ ନା ରାଧାକୃଷ୍ଣଙ୍କର କ'ଣ? କୁଞ୍ଜ ଲୀଳାରେ ସର୍ବଦା ସହାୟ କରିବ। ଏହା ହେଉଛି ସର୍ବୋଚ୍ଚ ସ୍ଥିତି। ତ ସେଇ ସ୍ଥିତି ପ୍ରାପ୍ତ ହେବାକୁ ହେଲେ ସେଇ ଭଗବାନ ମାନେ ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣ ସେଇ ମାସ ବହିର୍ଜଗତ ଲୋକମାନଙ୍କ ପାଖରେ ଯାହାକୁ କୁହାଯାଉଛି ମଳ ମାସ, କିନ୍ତୁ ବୈଷ୍ଣବମାନେ କେବେ ହେଲେ ମୁଖରେ ଏ ନାମ ଉଚ୍ଚାରଣ କରନ୍ତି ନାହିଁ। ବୈଷ୍ଣବମାନେ ଏ ମାସକୁ କ'ଣ କହନ୍ତି? ଅଧିକ ମାସ। କେତେ ଥର କୁହାଯାଉଛି। ବୈଷ୍ଣବମାନେ କେବେ ହେଲେ ମଳ ମାସ କହିବାନି, ବୈଷ୍ଣବ କହିବ ନା ଅଧିକ ମାସ। ହଁ, ଏଇ ଅଧି ମାସ ବା ଅଧିକ ମାସ, ଏହାକୁ ଭଗବାନ ବନେଇଦେଲେ ନିଜ ନାଁ ଅନୁସାରେ ପୁରୁଷୋତ୍ତମ ମାସ। ହଁ, ବର୍ତ୍ତମାନ କଥା କହିବା ନା କାଲି କହିବା? ହଁ, କହି ଚାଲିବେ? ଆଚ୍ଛା, ଠିକ୍ ଅଛି। ମୋର ପେଟ୍ରୋଲ କମି ଯାଇଛି ଟିକେ। ଗାଡ଼ିରେ ଚାଲି ପେଟ୍ରୋଲ କମିଯାଏ, କ'ଣ ପକାଇବ? ହଁ, ତେଲ ପକାଇ ପଡ଼ୁଛି। ମୋତେ ଟିକେ ତେଲ ପକାଇ ପଡ଼ୁଛି। ହଁ, ମଳ ମାସ। ହଁ, ମଳ ମାସ କେତେବେଳେ ଆସୁଛି? ମାନେ 2 ବର୍ଷ 8 ମାସ 16 ଦିନ 4 ଘଣ୍ଟା। ହଁ, ମୁଣ୍ଡରେ କାମ କରିବ କି ଏତେ କଥା କହିଲା? ହଁ, ଧୀରେ ଧୀରେ କହୁଛ। 2 ବର୍ଷ 8 ମାସ 16 ଦିନ 4 ଘଣ୍ଟା ଥରେ ଏ ମଳ ମାସ ଆସୁଛି। ହଁ, ଏହାର କୌଣସି ଅଧିପତି ନଥିଲେ। ସବୁ ମାସରେ ଅଧିପତି ଅଛନ୍ତି। ଯେମିତି ଆମେ ବର୍ତ୍ତମାନ ଦେଖିବା, ଆମର ସେ ଚଷମା କୁଆଡ଼େ ଗଲା ରେ? ହଁ, ଉଡ଼ି ପଡ଼ିଗଲା କ'ଣ? ପତି ଦେବତା କିଏ? ହଁ, ପ୍ରଥମେ ଭଗବାନ କୃଷ୍ଣ ଗୀତାରେ କହିଲେ କ'ଣ? 12 ମାସ ମଧ୍ୟ କେଉଁ ମାସ କଥା ନିଜକୁ କହିଲେ ବିଭୂତି ଯୋଗରେ? ମାର୍ଗଶୀର୍ଷ ମାସ। ମାସାନାଂ ଅହଂ ମାର୍ଗଶୀର୍ଷ। ହଁ, ଗୀତାରେ ବିଭୂତି ଯୋଗରେ ଭଗବାନ କୃଷ୍ଣ ନିଜର ବିଭୂତି କଥା କହିଲେ ଏ ମାସ ସମ୍ବନ୍ଧରେ। ହଁ, ତାହେଲେ ମାର୍ଗଶୀର୍ଷ ମାସର ଅଧିପତି ଦେବତା କିଏ? এই ଅଧିପତି ଦେବତା 2 ପ୍ରକାର ଗଣନା ରହିଛି। ଗୋଟେ ଭୌତିକ ଜଗତ ଲୋକମାନେ ଏ ହେଉଛି ଦେବତାମାନଙ୍କୁ ନେଇ ଉଲ୍ଲେଖ କରିଛନ୍ତି, କିନ୍ତୁ ଆମର ବୈଷ୍ଣବ ସିଦ୍ଧାନ୍ତ ଅନୁସାରେ ଭଗବାନ ବିଷ୍ଣୁଙ୍କର ଏକ ରୂପ, ଏକ ମାସର ଅଧିପତି ରୂପରେ। ହଁ, ତ ଆମେ ଆମର ବୈଷ୍ଣବ ଲାଇନରେ, ଆମର ବୈଷ୍ଣବୀୟ ଭାଷାରେ ଆମେ କଥା କହିବା। ହଁ, ଠିକ୍ ଅଛି। ଶୁଣନ୍ତୁ, ବର୍ତ୍ତମାନ ମାର୍ଗଶୀର୍ଷ ମାସ, ପ୍ରତ୍ୟେକ ମାସରେ ଏ ସଂକ୍ରାନ୍ତି ରହିଛି। ସଂକ୍ରାନ୍ତି ମାନେ ସଂକ୍ରାନ୍ତି ଶବ୍ଦର ଅର୍ଥ କ'ଣ? ସଂକ୍ରାନ୍ତି ଶବ୍ଦର ଅର୍ଥ ସମ୍ମୁଖ ରୂପରେ ଗମନ କରିବା। ହଁ, 23 ସୂର୍ଯ୍ୟ ଗୋଟେ ରାଶିରୁ ଆଉ ଗୋଟେ ରାଶିରେ ଯେତେ ଗମନ କରୁଛି, এই ସନ୍ଧିକ୍ଷଣକୁ କୁହାଯାଉଛି କ'ଣ? ସଂକ୍ରାନ୍ତି। କଥା ବୁଝିପାରିଲେ? ସବୁ ମାସରେ ଏହିପରି ଭଗବାନ ଇଏ ସୂର୍ଯ୍ୟ ଗୋଟେ ରାଶିରୁ ଆଉ ଗୋଟେ ରାଶିରେ ଗମନ କରିଛନ୍ତି। ହଁ, ତେଣୁ ସବୁ ମାସରେ ସଂକ୍ରାନ୍ତି ଅଛି। କିନ୍ତୁ ଯେତେବେଳେ ଏଇ ତ୍ରୟୋଦଶତମ ମାସ ଆସୁଛି, 13ତମ ମାସ, ଏ ମାସରେ କୌଣସି ସଂକ୍ରାନ୍ତି ନାହିଁ। ତେଣୁ ଏହାକୁ ମଳ ମାସ କୁହାଯାଉଛି। କଥା ବୁଝିପାରିଲେ? ହଁ, ମଳ ମାସ କାହିଁକି କୁହାଯାଉଛି? ଭୌତିକ ଜଗତ ଲୋକମାନଙ୍କର ପାଇଁ, ଭୌତିକ ଜଗତ ଲୋକମାନଙ୍କର
କ୍ଷେତ୍ରରେ ସେମାନେ କ'ଣ କହୁଛନ୍ତି? ୟାକୁ ମଳ ମାସ। କେଉଁଥିଲାଗି କହୁଛନ୍ତି? ଏ ମାସରେ କୌଣସି ସଂକ୍ରାନ୍ତି ନାହିଁ। ହଁ, ପ୍ରତ୍ୟେକ ମାସରେ ଅଧିପତି ଦେବତା ଅଛନ୍ତି, ପ୍ରତ୍ୟେକ ମାସରେ ସଂକ୍ରାନ୍ତି ଅଛି, କିନ୍ତୁ ଏ ମାସରେ କୌଣସି ଅଧିପତି ଦେବତା ନାହିଁ କିମ୍ବା କୌଣସି ସଂକ୍ରାନ୍ତି ନାହିଁ। ତେଣୁ ୟାକୁ କୁହାଯାଉଛି କ'ଣ? ମଳ ମାସ। ହଁ, ମଳ ମାସ ହିସାବରେ ଅନ୍ୟ କୌଣସି ମାସ ଏହାକୁ ସ୍ୱୀକାର କଲେ ନାହିଁ, ଭର୍ସନା କଲେ, ଆଦର କଲେ ନାହିଁ, ଅତ୍ୟନ୍ତ ଦୁଃଖିତ ହେଇଗଲେ। ଦୁଃଖିତ ହେବା ଯୋଗୁଁ ସେ ଅତ୍ୟନ୍ତ ମାନେ ଲଜ୍ଜିତ ହୋଇ ସେ ସେତେବେଳେ ବୈକୁଣ୍ଠକୁ ଗଲେ। ଭଗବାନ ନାରାୟଣ ପାଖକୁ ଯାଇ ଉପନୀତ ହୋଇ ଅଭିଯୋଗ କଲେ, ଏହିପରି କୌଣସି ମାସ ମୋତେ ସ୍ୱୀକାର କରିନାହାନ୍ତି, ଉପରନ୍ତୁ ଭର୍ସନା କରୁଛନ୍ତି, କେହି ମୋତେ ଭାଇ ହିସାବରେ ଗ୍ରହଣ କଲା ନାହିଁ। ହଁ, 12 ମାସ ମାନେ ପରସ୍ପର ଭିତରେ ଭାତୃତ୍ୱ ଭାବ, ପ୍ରତ୍ୟେକ ଅଧିପତି ଦେବତା ଥିବା ଯୋଗୁଁ କ'ଣ ଅଛି? ସମ୍ବନ୍ଧ, ଭାତୃତ୍ୱ ଭାବ। କିନ୍ତୁ ତ୍ରୟୋଦଶତମ ମାସରେ କୌଣସି ସଂକ୍ରାନ୍ତି ନଥିବା ଯୋଗୁଁ, କୌଣସି ଅଧିପତି ଦେବତା ନଥିବା ଯୋଗୁଁ ୟାକୁ କେହି ଭାଇ ହିସାବରେ ଗ୍ରହଣ କଲା ନାହିଁ, ଆଦର କଲା ନାହିଁ, ୟାକୁ ଭର୍ସନା କଲେ, କୌଣସି ସ୍ଥାନ ଦେଲା ନାହିଁ। ତେଣୁ ଅନାଥ ହୋଇ ସେ କାହା ପାଖକୁ ଗଲେ? ବୈକୁଣ୍ଠକୁ, ଭଗବାନ ନାରାୟଣକୁ ଚରଣ ଯାଇ ଅଭିଯୋଗ କଲେ। ଭଗବାନ ନାରାୟଣ ୟାକୁ ନେଇ କେଉଁଟାକୁ ଗଲେ? ଗୋଲକ ବୃନ୍ଦାବନକୁ। ହଁ, ଗୋଲକ ବୃନ୍ଦାବନକୁ ଯେତେବେଳେ ଗଲେ, ସେତେବେଳେ ଇଏ ମଳ ମାସ, ଯାହାର କୌଣସି ନାଥ ନାହିଁ, ହଁ, ତେଣୁ ସେ ଭଗବାନଙ୍କ ଚରଣ ଶରଣାପନ୍ନ ହୋଇ ସେ ନିଜର ଦୁଃଖର କଥା ବ୍ୟକ୍ତ କଲା। ସେତେ ଭଗବାନ କୃଷ୍ଣ এই ଯାହାର ନାଥ ନାହିଁ ତାହାର ସେ ନାଥ ହେଇଗଲା। ନିଜ ନାମ ଅନୁସାରେ ତାକୁ ନାଁ ଦେଲେ କ'ଣ? ପୁରୁଷୋତ୍ତମ। ମୋର ନାମ ହେଉଛି ପୁରୁଷୋତ୍ତମ, ତେଣୁ ଏ ନାମ ତୁମକୁ ମୁଁ ଅର୍ପଣ କରେ। ତୁମେ ହେଇଗଲ କ'ଣ? ପୁରୁଷୋତ୍ତମ। ଯାହାର ନାଥ ନଥିଲେ ସେ ଆଜି ହେଇଗଲା କ'ଣ? ସନାଥ। আর সনাতন মানে সর্বোত্তম নাথ। সর্বোত্তম নাথ মানে পুরুষোত্তম ভগবান কৃষ্ণ। তাহলে পুরুষোত্তম ভগবান কৃষ্ণ যার নাথ হয়ে গেল, তাহলে সে মাস হয়ে গেল কেন? বর্তমান বর্তমান কোন হয়ে গেল? হ্যাঁ, সমস্ত মাস মানক রাজা হয়ে গেল, সম্রাট হয়ে গেল। হ্যাঁ, যাহাକୁ কেউ গ্রহণ କରିନଥିଲେ সেই অনাথ ମଳ ମାସ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ ଆଶ୍ରୟ କରିବା ଯୋଗୁଁ, କୃଷ୍ଣ ସେଇ ମାସର ନାଥ ହେବା ଯୋଗୁଁ, କୃଷ୍ଣ ଯେହେତୁ ସ୍ୱୟଂ ଭଗବାନ, ତେଣୁ ଇଏ ମାସ ହେଇଗଲା କ'ଣ? ସମସ୍ତ ମାସର ରାଜା, ସମ୍ରାଟ ହେଇଗଲା। ତେଣୁ ସେ ପୁରୁଷୋତ୍ତମ ମାସ। ପୁରୁଷୋତ୍ତମ ମାସ ହିସାବରେ ସେ କୃପା ପୁରୁଷୋତ୍ତମ ଅଧିମାସ ହେଇଗଲା। ତାମାନେ ସେଇ କୃପା ପୁରୁଷୋତ୍ତମ ଅଧିମାସ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି, ଏ 30 ଦିନ ମୋର ହୋଇଯାଅ। ମୋର ହୋଇଗଲେ କ'ଣ ତୁମକୁ ସାର୍ଟିଫିକେଟ ଦେବି? ତୁମେ ରାଧା ଦାସୀ। ଏ ସାର୍ଟିଫିକେଟ ମୋର ଚରମ ଡେଷ୍ଟିନେସନ। କଥା ବୁଝିପାରିଲ? ହଁ, ତ ବର୍ତ୍ତମାନ ଆମେ ଆସିବା ଏଇ ମଳ ମାସଙ୍କର କଥା। ମଳ ମାସ, ଏହାକୁ ବୈଷ୍ଣବମାନେ କହନ୍ତି ଅଧିମାସ। ଅଧିମାସ ବର୍ତ୍ତମାନ ଭଗବାନ କୃଷ୍ଣଚନ୍ଦ୍ର ନାଥ ହେବା ଯୋଗୁଁ ହେଇଗଲା ସେ ପୁରୁଷୋତ୍ତମ ମାସ। ତ ଏଇବାରେ ଆମେ ବର୍ତ୍ତମାନ ଦେଖିବା ପ୍ରତ୍ୟେକ ମାସର ଅଧିପତି ଦେବତା କିଏ, ଆଉ ପ୍ରତ୍ୟେକ ମାସର ସଂକ୍ରାନ୍ତି କ'ଣ। ବର୍ତ୍ତମାନ ଶୁଣନ୍ତୁ ଧ୍ୟାନ ସହକାରେ। ପ୍ରଥମ ମାସ ମାନଙ୍କର ମଧ୍ୟରୁ ମାର୍ଗଶୀର୍ଷ ମାସ। ମାର୍ଗଶୀର୍ଷ ମାସର ଇଏ ରାଶି ହେଉଛି ବୃଶ୍ଚିକ ରାଶି। 12ଟି ରାଶି ରହିଛି। ଇଏ ମାର୍ଗଶୀର୍ଷ ମାସର ରାଶି କ'ଣ? ବୃଶ୍ଚିକ ରାଶି। ବୁଝିପାରୁଛ ନା? ବୃଶ୍ଚିକ, ବୃଶ୍ଚିକ ମାନେ କ'ଣ? ହଁ ହଁ, ବିଷ ରାଶି ନା ବୃଶ୍ଚିକ। ବୃଶ୍ଚିକ ମାନେ ହଁ, ବିଛା, ବିଛା ଯେ କହନ୍ତି ନା। ହଁ, ଏହାକୁ ସଂସ୍କୃତ ଭାଷାରେ କହେ ବୃଶ୍ଚିକ। କ'ଣ କୁହାଯାଏ? ହଁ, ବୃଶ୍ଚିକ। ଠିକ୍ ଭାବେ ଉଚ୍ଚାରଣ କରନ୍ତୁ। ଆଉ ହଁ, ଏହାକୁ ସଂସ୍କୃତ ଭାଷାରେ କ'ଣ କୁହାଯାଉଛି? ବୃଶ୍ଚିକ। ହଁ, ବୁଝିହେଲା? ହଁ, ତ ବୃଶ୍ଚିକ ରାଶି, এই রাশিরে এই মাসের সংক্রান্তি କ'ଣ?
বৃশ্চিক সংক্রান্তি হয়ে গেল, রাশি অনুসারে সংক্রান্তি। এই মাসের অধিপতি দেবতা কে? অধিপতি দেবতা হচ্ছেন কেশব। তা আমার এই মনুষ্য দেহ আমি প্রাপ্ত হয়েছে, আমি মনুষ্য দেহের দাদা সঙ্গের তিলক ধারণ করেছি। হ্যাঁ, তা তিলক ধারণ করার উদ্দেশ্য কেন? হ্যাঁ, এ তিলক মানে কেন? এ হচ্ছে ভগবানকে মন্দির। হ্যাঁ, তো এই মন্দিরে আমি ভগবানকে অধিষ্ঠিত করেছে। ওম ললাটে কেশবায় নম, এই মন্ত্র উচ্চারণ করেছে না কেন? তার মানে কেন, এই মন্দিরের অধিপতি দেবতা কে? কেশব, ভগবান কেশব। কথা বুঝতে পারছেন? ভালোভাবে ধ্যান সহকারে শ্রবণ କରନ୍ତୁ, ତମେ ଢୋଲିବ ଇଏ କରିଥିବ ଅନ୍ୟ ମନସ୍କ ହେବ, କିଛି ବୁଝିପାରିବ ନା। ଆସିଛନ୍ତି ଟିକେ ପରଫେକ୍ଟ ଭାବରେ ଶୁଣିବେ। ଧ୍ୟାନ ସହକାରେ ଆଟେଣ୍ଟିଭ ଭାବରେ ଶୁଣିଲେ ତେବେ ବୁଝିପାରିବେ। ଏଠାରେ କୁହାଯାଉଛି କେଶବ। ତାହେଲେ ମାର୍ଗଶୀର୍ଷ ମାସର ସଂକ୍ରାନ୍ତି ହେଲା ବୃଶ୍ଚିକ রাশি আর বৃশ্চিক সংক্রান্তি, রাশি অনুসারে সংক্রান্তি। আর এই মাসের অধিপতি দেবতা হচ্ছেন কেশব। হ্যাঁ, প্রথমে পৌষ মাস, এ রাশি হচ্ছে ধনু, ধনু রাশি। ধনু রাশি হিসাবে সংক্রান্তি কেন? ধনু সংক্রান্তি। কথা বুঝতে পারলে? ফর্মুলা পাই গেল। হ্যাঁ, এ প্লাস বি হোল স্কয়ার। হ্যাঁ, ফর্মুলা কেন? স্কয়ার স্কয়ার হয় না, টুয়াইজ এ বি। হ্যাঁ, এ তো ফর্মুলা। এই সূত্র অনুসারে আমি সব ইয়ে করা, অঙ্ক কষিবা না কেন, ঠিক সেই হিসাবে। তো এঠারে পৌষ মাস। হ্যাঁ, পৌষ মাসের এ রাশি হচ্ছে ধনু রাশি। ধনু রাশি অনুসারে সংক্রান্তি ধনু সংক্রান্তি। বুঝে গেল? তাহলে এই মাসের অধিপতি দেবতা হচ্ছেন নারায়ণ। ভালোভাবে বোঝাতে, ধ্যান সহকারে। হ্যাঁ, প্রথমে কেশব কাজ আছে, ଏ କେଶବ କିଏ, ନାରାୟଣ କିଏ, ପରେ ଆମେ ସିଦ୍ଧାନ୍ତ ଆସିବା। ହଁ, ସବୁ ସବୁ ମାସରେ ତ ଭଗବାନ ଅଛନ୍ତି, ତାହେଲେ ଅଧି ମାସକୁ କାହିଁକି ଏତେ ସର୍ବୋଚ୍ଚ ସ୍ଥାନ ଦିଆଯାଉଛି? ହଁ, ସବୁ ମାସରେ ତ ଅଧିପତି ଦେବତା ହେଉଛନ୍ତି ଭଗବାନ। ହଁ, ସେଇଟା ହେଉଛି ପ୍ରଶ୍ନ ଆସିବ, କିଏ ଉତ୍ତର ଦେଇପାରିବ ସେଇଟା ମୁଁ ପଚାରିବି। ହଁ, ମୁଁ ପଚାରିଛି ଯେତେବେଳେ କିଏ ଉତ୍ତର ଦେବେ ସେଇଟା, ସେଥିପାଇଁ ଧ୍ୟାନ ସହକାରେ ଶ୍ରବଣ କରନ୍ତୁ। ତାପରେ ମାଘ ମାସ। ହଁ, ମାଘ ମାସର ଇଏ ରାଶି ହେଉଛି ମକର ରାଶି। ତ ମକର ରାଶି ହିସାବରେ ସଂକ୍ରାନ୍ତି କ'ଣ ହେବ? ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ତ ବହୁତ ଫେମସ୍। ହଁ, 12 ମାସ ମଧ୍ୟରୁ ମକର ସଂକ୍ରାନ୍ତି ସମସ୍ତେ ଜାଣନ୍ତି। ହଁ, ଏ ମାସରେ କ'ଣ ହେବ? ମକର ସଂକ୍ରାନ୍ତି ମାନେ କ'ଣ? ହଁ, ହଁ, ଏଇଟା ହେଉଛି ମକର ସଂକ୍ରାନ୍ତି ଗଙ୍ଗାସାଗର ମେଳା। ହଁ, ଯେଉଁଠାରେ ବିଭିନ୍ନ ସମ୍ପ୍ରଦାୟ ଲକ୍ଷ ଲକ୍ଷ ଲୋକ ଆସନ୍ତି। ଗଙ୍ଗା ଯେଉଁଠାରେ ସାଗର ସହିତ ମିଶିଛି ତାକୁ କୁହାଯାଉଛି କ'ଣ? ଗଙ୍ଗା ସାଗର। କଥା ଶୁଣ। ହଁ, ଗଙ୍ଗା କାହା ସହିତ ମିଶିଛି? ସାଗର। ତା ଦୁଇ ଜଣ ମଧ୍ୟରେ ସମ୍ବନ୍ଧ କ'ଣ? ଗଙ୍ଗା ସାଗର ମଧ୍ୟରେ ସମ୍ବନ୍ଧ କ'ଣ? ଆରେ ତା ବି ଜାଣନ୍ତି ନାହିଁ ରେ। ହଁ, କ'ଣ? ଆରେ ମୁଁ ଭାବୁଛି ମହାଭାଗବତ ସବୁ ଏଠାରେ ଅଛନ୍ତି। ହଁ, କେହି କିଛି ବୁଝନ୍ତି ନାହିଁ। ସାଗର ହେଉଛି ସ୍ୱାମୀ, ଗଙ୍ଗା ହେଉଛି ସ୍ତ୍ରୀ, ପତ୍ନୀ। ଯେତେ ନଦୀ ସାଗର ସହିତ ମିଶିଛି, ସାଗର ହେଉଛନ୍ତି ସ୍ୱାମୀ। ସାଗର କିଏ? ସାଗର ଦେବତା କିଏ? ବରୁଣ ଦେବତା। ହଁ, ବରୁଣ ବହୁତ ପାୱାରଫୁଲ ଦେବତା। ହଁ, এই বরুণ দেব, সাগর দেব মানে বরুণ দেব। আর যেতে নদী কার সাথে মিশুଛି? শেষରେ ଗଙ୍ଗା এই ସାଗର ସହିତ ମିଶୁଛି। ହଁ, ଇଏ ସବୁ ପତ୍ନୀ ହିସାବରେ। ହଁ, କଥା ବୁଝିଯାଉଛି? କଥା ବୁଝନ୍ତି ଠିକ୍ ଭାବରେ। ହଁ, ଏଠାରେ ଗଙ୍ଗା ମିଶିଛି କାହା ସହିତ? ସାଗର ସହିତ। ଗଙ୍ଗା କାହିଁକି ସାଗର ସହିତ ମିଶିଲା? ଏ ତ ବଡ଼ ଇତିହାସ। ହଁ, ସଗର ରାଜାଙ୍କ ନାଁ ଶୁଣିଛନ୍ତି? ସଗର ରାଜା ସଗର, ଯିଏ ବିଷ ସହ ଜନ୍ମଗ୍ରହଣ କରିଥିଲେ, ତାଙ୍କ ନାଁ ହେଉଛି ସଗର। ଇଏ ସୂର୍ଯ୍ୟବଂଶର ରାଜା, ରାମଚନ୍ଦ୍ର ପୂର୍ବପୁରୁଷ। ଭଗବାନ ରାମଚନ୍ଦ୍ର କେଉଁ ବଂଶରେ ଆସିଥିଲେ? ସୂର୍ଯ୍ୟ ବଂଶରେ।
সেই সূর্যবংশের এক মহান রাজা ଯାହାଙ୍କୁ କୁହାଯାଉଛି ସଗର ରାଜା। ସଗର ରାଜାଙ୍କ ଦୁଇ ପତ୍ନୀ ଥିଲେ। ବର୍ତ୍ତମାନ ଭାଗବତ କଥା ଆସିଗଲା, ଏଟା ଭାଗବତ ସାମନେ ଦେଇଛି। ସେ କୃଷ୍ଣ ଯେକୌଣସି ଉପାୟରେ ତା କଥାରେ ଆଣିବେ। ହଁ, ଦେଖ ଆମେ କହୁଥିଲେ ମାନେ ଅଧିମାସ କଥା, ବର୍ତ୍ତମାନ ଏ ଭାଗବତ ଭିତରେ ଆସିଗଲା। ସାମ୍ନାରେ ବସିଛନ୍ତି, ସେ ତ୍ରିଭଙ୍ଗ ଭାବରେ କେତେବେଳେ କଥା ବୁଲିଏ କୁଆଡ଼େ ନେବେ ତା ଚରଣ ଆଣି ଉପସ୍ଥିତ କରାଇବେ। ହଁ, ତ ବର୍ତ୍ତମାନ ଭାଗବତ ଆସିଗଲା। ତ ସଗରଙ୍କ ଦୁଇ ପତ୍ନୀ କେଶିନୀ ଆଉ ସୁମତି। ହଁ, ଏ ଦୁଇ ପତ୍ନୀ। ତ କେଶିନୀଙ୍କ ଗର୍ଭରେ ଗୋଟେ ସନ୍ତାନ ଜାତ ହେଇଥିଲା, ତାଙ୍କ ନାଁ ହେଉଛି ଅସମଞ୍ଜସ। ନା ଶୁଣିଛନ୍ତି? ନା କେହି ଶୁଣତ ଶୁଣନ୍ତୁ, ମାନେ ଇସ୍କନ ଭକ୍ତ ହେବା ପୂର୍ବରୁ କେବେ ତ ଶୁଣି ନଥିଲେ। ବର୍ତ୍ତମାନ ଇସ୍କନ ଭକ୍ତ ହେଇଛନ୍ତି, ବର୍ତ୍ତମାନ ଭାଗବତ ଅଧ୍ୟୟନ କରିବାକୁ ହେବ ଆଉ ଭକ୍ତମାନଙ୍କ ମୁଖରେ ଶ୍ରବଣ କରିବାକୁ ହେବ, ତେବେ ଭାଗବତ ବୁଝିପାରିବେ, ତା ନହେଲେ ବୁଝିପାରିବ ନାହିଁ। ହଁ, ତ ବର୍ତ୍ତମାନ ଶୁଣନ୍ତୁ, କେଶିନୀ ଆଉ ସୁମତି ତାଙ୍କର ଗର୍ଭରେ ଆସିଥିଲେ 60,000 ସନ୍ତାନ। 60,000, ନଟ୍ 16। କେତେ କୁହାଯାଉଛି? 60। ହଁ, 60। ହଁ, 60,000 ସନ୍ସ। ତେ ସଗର ଯଦି ସୂର୍ଯ୍ୟବଂଶର ରାଜା, ହଁ, ଅଶ୍ୱମେଧ ଯଜ୍ଞ କରିଛନ୍ତି, ମାନେ 99 ଅଶ୍ୱମେଧ ଯଜ୍ଞ କମ୍ପ୍ଲିଟ୍ କରିସାରିଛନ୍ତି। ଆଉ 100 ଅଶ୍ୱମେଧ ଯଜ୍ଞ କରି ଆପଣ ଯଦି ଯାଉଥିଲେ, ଇନ୍ଦ୍ର ଡରିଗଲା। କାହିଁକି ନା ଇନ୍ଦ୍ର କାହିଁକି ଭାବିଥିଲେ? ସେ ଜାଣିଛି ମର୍ତ୍ତ ଜଗତ କେହି ନିର୍ବିଘ୍ନରେ 100ଟି ଅଶ୍ୱମେଧ ଯଜ୍ଞ ଯଦି କରିପାରିବେ, ତାହେଲେ ମୋର ଇନ୍ଦ୍ରପଦ ସେ ନେଇଯିବ। ହଁ, ପଦ ପ୍ରତି ଏତେ ଲାଳାୟିତ, ସେ ପଦ ଛାଡ଼ିବା ପାଇଁ ଚାହାନ୍ତି ନା। ହଁ, କଥା ବୁଝିପାରୁଛ? ହଁ, ତେଣୁ ସେ ପଦରେ ଅଧିଷ୍ଠିତ ହେବା ପାଇଁ ମର୍ତ୍ତ ଜଗତ କୌଣସି ରାଜା ଯଦି ଏହିପରି 100ଟି ଅଶ୍ୱମେଧ ଯଜ୍ଞ କରିବାକୁ ଯିବେ, ସେ ଯଜ୍ଞରେ ସେ ବିଘ୍ନ ଘଟାଇ ଯାଉଥିରେ ଲାଗି ସେ 100 ପୂର୍ଣ୍ଣ ନ କରିପାରିବେ। ହଁ, ତାର ଇନ୍ଦ୍ରପଦ ରହିବ। ଯଦି 100 ପୂର୍ଣ୍ଣ କରିଦେଲା, ତାହେଲେ ଇନ୍ଦ୍ରପଦ ହଟିଯିବ। ହଁ, ତେଣୁ କେତେ କେତେ ବିଘ୍ନ ସେ କରିଛନ୍ତି ଇନ୍ଦ୍ର। ଇଏ ଯେତେ ଅଶ୍ୱମେଧ ଯଜ୍ଞ କରୁଥିଲେ, କିଏ? ସଗର ରାଜା। ଇନ୍ଦ୍ର ସେ ସାଧୁ ବେଶ ଆସି ଅଶ୍ୱର ଯଜ୍ଞର ଅଶ୍ଵ ଅପହରଣ କରି ନେଇ କେଉଁଠାରେ ରଖିଦେଲେ? କପିଲ ମୁନି, ସେଇ ଗଙ୍ଗା ସାଗର, ଗଙ୍ଗା ଯେଉଁଠାରେ ସାଗର ସହିତ ମିଶୁଛି, ସେଇଠାରେ ତାଙ୍କର ଆଶ୍ରମ ରହିଛି। କପିଲ ମୁନି, ଭଗବାନ କପିଲ ଦେବ, ମାନେ ଦେବହୂତିଙ୍କର ପୁତ୍ର, କର୍ଦ୍ଦମ ମୁନିଙ୍କର ପୁତ୍ର ଯେ କପିଲ ଦେବ, ସେ ମାନେ କପିଲ ଆଶ୍ରମ। ହଁ, ସେଇ କପିଲ ଆଶ୍ରମ, ସେଠାରେ ସେ ଧ୍ୟାନରେ ଅବସ୍ଥାନ କରିଛନ୍ତି। ଆଉ ଇନ୍ଦ୍ର ଏଇ ଅଶ୍ୱର ଘୋଡ଼ା ଚୋରି କରି ନେଇ ସେଠାରେ ସାମ୍ନାରେ ଗଛ ମୂଳରେ ବନ୍ଦି ରଖିଛନ୍ତି। ଆଉ ଯେତେବେଳେ ଅଶ୍ଵ ଘୋଡ଼ା ଏହିପରି ଅପହୃତ ହେଇଯାଇଛନ୍ତି, ସେ ତ ସଗର ରାଜା ତାଙ୍କ 60,000 ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ ସମଗ୍ର ପୃଥିବୀ ତନ୍ନ ତନ୍ନ କରି ଅନୁସନ୍ଧାନ କରି ସେ ଘୋଡ଼ାକୁ ନେଇ ଆସ ଏ ଯଜ୍ଞ ସମ୍ପୂର୍ଣ୍ଣ କରିବା ପାଇଁ। ତ 60,000 ପୁତ୍ର ସମଗ୍ର ପୃଥିବୀ ଅନୁସନ୍ଧାନ କରିବାକୁ ଲାଗି କେଉଁଠି ପାଇଲେ ନାହିଁ। ସେତେବେଳେ ଏ ପୃଥିବୀ ଖନନ କରି ସେ ଚାଲିଗଲେ କେଉଁଠି? ସେଇ ପାତାଳ ଦେଶ, ମାନେ ସେଇ କପିଲ ଆଶ୍ରମ ସାଗର। ହଁ, ସେଠାରେ ଦେଖିଲେ କପିଲ ମୁନିଙ୍କ ସାମ୍ନାରେ ଏଇପରି ଘୋଡ଼ା ବନ୍ଧା ଅବସ୍ଥା ପଡ଼ିଛି, ଆଉ ଏ ସାଧୁ ଧ୍ୟାନସ୍ଥ ହେଇଛନ୍ତି। ତେଣୁ ଇଏ 60,000 ପୁତ୍ର ମଧ୍ୟରେ କ୍ରୋଧ ଜାତ ହେଇଗଲା। ଇଏ ଯଜ୍ଞର ଅଶ୍ଵ ଅପହରଣ କରି ନେଇ ଏଠାରେ ବନ୍ଦି ରଖି ଏଠାରେ ସାଧୁ ବେଶରେ ଧ୍ୟାନସ୍ଥ ହେଇছে, ମାର ମାର, ଏହାକୁ ମାରିଦିଅ। ସମସ୍ତେ କ୍ରୋଧ ପ୍ରକାଶ କଲେ। ଯେତେ କ୍ରୋଧ ପ୍ରକାଶ କଲେ, ଜଠରାଗ୍ନି ପ୍ରଜ୍ୱଳିତ ହେଇଗଲା, ସମସ୍ତେ ଭସ୍ମିତ ହେଇଗଲା। 60,000 ପୁତ୍ର କ'ଣ ହେଇଗଲା? ହଁ, ଭସ୍ମିତ ହେଇଗଲା। ହଁ, କେଉଁଥିଲାଗି? ନିଜ କଟାଇ। ସେ ତ ଭଗବାନ, ସେ ତ ଚୋରି କରିନାହାନ୍ତି, ସେ ତା ଧର୍ମରେ ଅଛନ୍ତି। ହଁ, ଇନ୍ଦ୍ର ଏହିପରି କରିଛନ୍ତି, ଇଏ ମାନେ ଭୁଲ ବୁଝିଛନ୍ତି। ଭଗବାନଙ୍କର କ୍ରୋଧ ପ୍ରକାଶ କରିଛନ୍ତି, ମାର ମାର। ଏଇ ଅପରାଧ କଲେ, ସେଇ ଅପରାଧ ଯୋଗୁଁ ନିଜର ଜଠରାଗ୍ନି ପ୍ରଜ୍ୱଳିତ ହେଇଗଲା। ହଁ, ଆଉ ଜଠରାଗ୍ନି ପ୍ରଜ୍ୱଳିତ ହେଇ ସମସ୍ତେ ଭସ୍ମିତ ହେଇଗଲା। ଯଜ୍ଞ ବର୍ତ୍ତମାନ ଅସମାପ୍ତ ଅବସ୍ଥା। ତେଣୁ ତାଙ୍କର ଆଉ ପୁତ୍ର କେହି ନାହାନ୍ତି। ଜଣେ ଅଛନ୍ତି ପ୍ରଥମ ରାଣୀଙ୍କର, କେଶିନୀଙ୍କର ପୁତ୍ର କିଏ? ଅସମଞ୍ଜସ। ହଁ, ଅସମଞ୍ଜସ ପୂର୍ବ ଜଣେ ମହାଯୋଗୀ ଥିଲେ। ଯୋଗ ସାଧନା ପୂର୍ବରୁ
ସେ ଭ୍ରଷ୍ଟ ହେଇଯାଇଥିଲେ। ତେଣୁ ଏହିପରି ଏକ ସମ୍ରାଟଙ୍କର ପୁତ୍ର ରୂପେ ଜନ୍ମ ନେଇଛନ୍ତି, କିନ୍ତୁ ପୂର୍ବ ଜନ୍ମର କଥା ସବୁ ମନେ ରହିଛି। ତେଣୁ ଜାଣି ଶୁଣି ସେ ଦୁଷ୍ଟାମି କରୁଥିଲେ। କିଏ? ଅସମଞ୍ଜସ। ତେଣୁ ପିଲା ଅବସ୍ଥାରେ ତାଙ୍କର ସହିତ ଯେଉଁମାନେ ଖେଳୁଥିଲେ ସାଙ୍ଗମାନେ, ଟିକେ ଯଦି କିଛି ଅସୁବିଧା ଧରି ନେଇ ସରଜୁ ନଦୀରେ ବୁଡ଼ି ମାରିଦେବା। ଏହିପରି ଜାଣି ଶୁଣି କରିବେ। କେଉଁଥିଲାଗି? ସେ ଜାଣିଥିଲେ ମୁଁ ଏହିପରି ପୂର୍ବଜନ୍ମ ମହାଯୋଗୀ ଥିଲି। ଯୋଗ ସାଧନା ସିଦ୍ଧି ପ୍ରାପ୍ତ ହେବା ପୂର୍ବରୁ ମୁଁ ସେଇଠି ଯୋଗରୁ ଭ୍ରଷ୍ଟ ହେଇଯାଇଛି। ତେଣୁ ତାକୁ ପୂର୍ଣ୍ଣ କରିବାକୁ ହେବ। ପୁଣି ଯଦି ମୁଁ ରାଜଗଦିରେ ବସି, ଜ୍ୟେଷ୍ଠ ପୁତ୍ର ରାଜାଙ୍କର, କିଏ? ଅସମଞ୍ଜସ। ନିୟମ ହେଉଛି କ'ଣ? ଜ୍ୟେଷ୍ଠ ପୁତ୍ର ରାଜ୍ୟ ପ୍ରାପ୍ତି ହେବ। ରାଜ୍ୟ ପ୍ରାପ୍ତି ହେଲେ ସମଗ୍ର ପୃଥିବୀକୁ ପ୍ରଜା ପାଳନ କରିବାକୁ ହେବ। ଏ କାମରେ ଯଦି ମୁଁ ବ୍ୟସ୍ତ ରହିଯିବି, ତାହେଲେ ମୁଁ ଯୋଗ ସାଧନା କରି ଯାହା ଅପୂର୍ଣ୍ଣ ଥିଲା ତାହା ପୂର୍ଣ୍ଣ କରି ପାରିବି ନାହିଁ। ତେଣୁ ପିତାଙ୍କର ବିରାଗ ହେବା ପାଇଁ, ପିତା ଯେଉଁଥିଲାଗି ମୋ ପ୍ରତି ଅସନ୍ତୁଷ୍ଟ ହେଇ ମୋ ରାଜ୍ୟରୁ ବିଦାୟ କରିଦେବେ, ସେତେବେଳେ ମୁଁ ମୋର ସେଇ ଅପୂର୍ଣ୍ଣ କାମକୁ ପୂର୍ଣ୍ଣ କରିବି। କଥା ବୁଝିପାରୁଛନ୍ତି? ମହତ୍ ଉଦ୍ଦେଶ୍ୟ। ହଁ, ତେଣୁ ଜାଣି ଶୁଣି ତାଙ୍କ ସାଙ୍ଗକୁ ଏହିପରି ନେଇ ସରଜୁ ନଦୀରେ ବୋଳି ମାରିଦେବେ। ତେଣୁ ସେ ପିତାମାନଙ୍କର, ସେ ପୁତ୍ରମାନଙ୍କର ପିତା ସବୁ ଆସିବେ ରାଜାଙ୍କ ଉପରେ ଅଭିଯୋଗ କଲେ। ରାଜା ତ ମହାଧାର୍ମିକ ସଗର। ତେଣୁ ଦେଖିଲେ ଏ ପୁତ୍ର ରହିବା ଠାରୁ ରାଜ୍ୟରୁ ବିଦାୟ କରିଦେବା। ତେଣୁ ତାକୁ ଜବରଦସ୍ତି କ'ଣ କଲେ? ରାଜ୍ୟରୁ ବିଦାୟ କରିଦେଲେ। ସେ ଚାହୁଁଥିଲେ। ଆଉ ଯିବା ସମୟରେ ସେଇ ଅସମଞ୍ଜସ କ'ଣ ହେଲା? ଯେତେ ସାଙ୍ଗମାନଙ୍କୁ ସରଜୁ ନଦୀରେ ପକେଇ ଦେଇ ମାରି ଦେଇଥିଲେ, ସେ ଯୋଗ ବଳରେ ପୁନର୍ଜୀବିତ କରି ଫେରେଇ ଦେଲେ। କଥା ବୁଝିବ? କିପରି ଯୋଗୀ ଥିଲା। କିନ୍ତୁ ପିତା ତାକୁ ବିଦାୟ କରିଦେଲେ। ପିତା ତାପରେ ବୁଝିଲେ, ଆରେ ଇଏ ଜାଣି ଶୁଣି ଏମିତି କରିଥିଲେ। ସେଇପରି ସେ ଚାଲିଗଲେ। ତାଙ୍କର ଜଣେ ମାତ୍ର ପୁତ୍ର ଥିଲେ, ଅଂଶୁମାନ। ନା ଶୁଣିଛନ୍ତି? କ'ଣ? ଅସମଞ୍ଜସଙ୍କର ପୁତ୍ର କିଏ? ଅଂଶୁମାନ। ନା ଶୁଣିଛନ୍ତି? ହଁ, ଏ 60,000 ପୁତ୍ର ଭସ୍ମିତ ହେଇଗଲେ। ତେଣୁ ସଗ ରାଜା କ'ଣ କଲେ? ଅସମଞ୍ଜସଙ୍କର ପୁତ୍ର ଅଂଶୁମାନଙ୍କୁ ନିର୍ଦ୍ଦେଶ ଦେଲେ, ସେଇ ଯଜ୍ଞର ଅଶ୍ଵ କେଉଁଠି ଅଛି ଅନୁସନ୍ଧାନ କରି ନେଇ ଆସ। ତେଣୁ ସେ ଜାଣିପାରିଲେ ଯେ ଏବେ ତାଙ୍କ ପିତୃମାନେ ସମସ୍ତେ ଭସ୍ମିତ ହେଇଯାଇଛନ୍ତି। ସେ କପିଳ ମୁନିଙ୍କ ଆଶ୍ରମକୁ ଆସିଲେ, କପିଳ ଦେବଙ୍କୁ ସ୍ତୁତି କଲେ। ହଁ, ଭଗବାନଙ୍କୁ ସ୍ତୁତି କରିବା ଯୋଗୁଁ ଭଗବାନ ଅତ୍ୟନ୍ତ ପ୍ରସନ୍ନ ହେଇଗଲେ। ଆଉ ଭଗବାନ ପ୍ରସନ୍ନ ହୋଇ ତାକୁ କହୁଛନ୍ତି, ତୁମେ ଯଜ୍ଞର ଅଶ୍ଵ ନେଇଯାଅ, ତୁମ ପିତା, ତୁମ ପ୍ରପିତା ତାଙ୍କୁ ଦେଇଦିଅ, ସେ ଯୋଗ ସମ୍ପନ୍ନ କରିବେ। ଇଏ ସେତେ ହାତ ଯୋଡ଼ିକି କହିଲେ, ହେ ଭଗବାନ, ମୋର ପିତୃ 60,000 ଏମାନେ ଭସ୍ମିତ ହେଇଯାଇଛନ୍ତି। ଆପଣଙ୍କ ପ୍ରତି କ୍ରୋଧ ପ୍ରକାଶ କରିବା ଯୋଗୁଁ ନିଜ ନିଜ ଜଠରାଗ୍ନିରେ ଭସ୍ମିତ ହେଇଯାଇଛନ୍ତି। ଏମାନେ କେମିତି ଉଦ୍ଧାର ହେବେ? ସେତେବେଳେ କପିଳ ମୁନି କହିଦେଲେ, ତ କେହି ଯଦି ସ୍ୱର୍ଗରୁ ଗଙ୍ଗାକୁ ମର୍ତ୍ତ ଜଗତକୁ ଆଣିପାରିବ, ସେ ଗଙ୍ଗା ଜଳ ଯଦି ସ୍ପର୍ଶ ହେବ, ତାହେଲେ ଏମାନେ ସମସ୍ତେ ଉଦ୍ଧାର ହେଇ ସ୍ୱର୍ଗକୁ ଚାଲିଯିବେ। କଥା ବୁଝିପାରିଲ? ସେଇପରି ସେ ଯଜ୍ଞର ଅଶ୍ଵ ନେଇ ଆସିଲେ। କିଏ? ହଁ, ଅଂଶୁମାନ। ସଗରାଜାଙ୍କୁ ଦେଲେ। ସଗରାଜା ଯଜ୍ଞ ସମ୍ପନ୍ନ କଲେ। ଯେତେବେଳେ ଅଂଶୁମାନଙ୍କ ମୁଖରେ ଏ କଥା ଶୁଣିଲେ, ସାଙ୍ଗେ ସାଙ୍ଗେ ସଗରାଜା ଅଂଶୁମାନଙ୍କୁ ରାଜଗଦିରେ ବସେଇ ସେ ଚାଲିଗଲେ କେଉଁଟାକୁ? ତପସ୍ୟା କରିବା ପାଇଁ। ଗଙ୍ଗାଙ୍କର ଉଦ୍ଦେଶ୍ୟ ତପସ୍ୟା କରିବା। ଗଙ୍ଗାଙ୍କ ଉଦ୍ଦେଶ୍ୟ ତପସ୍ୟା କରି ସେ ଦେହ ରାଖିଲେ, ତଥାପି ସେ ଗଙ୍ଗାକୁ ପ୍ରସନ୍ନ ବିଧାନ କରିପାରିଲେ ନାହିଁ। ତାପରେ ଅଂଶୁମାନ ତାଙ୍କର ପୁତ୍ରଙ୍କ ରୂପର ସେ ରାଜ୍ୟଭାର ଦେଇ ସେ ଚାଲିଗଲେ ଗଙ୍ଗାକୁ ତପସ୍ୟା କରି ମର୍ତ୍ତ୍ୟ ଜଗତକୁ ଆଣିବା ପାଇଁ। ସେ ସାରା ଜୀବନ ତପସ୍ୟା କରି ସେ ବି ଗଙ୍ଗାକୁ ପ୍ରସନ୍ନ ବିଧାନ କରିପାରିଲା ନାହିଁ। ସେ ଦେହ ରାଖିଲେ। ତାଙ୍କର ପୁତ୍ର ତାଙ୍କର ପୁତ୍ର କିଏ? ଦିলীପ। ହଁ, ତାହେଲେ ପ୍ରଥମ ହେଲା କିଏ? ସଗର। ସଗର ପୁତ୍ର ଅସମଞ୍ଜସ। ଅସମଞ୍ଜସଙ୍କର ପୁତ୍ର ଅଂଶୁମାନ। ଅଂଶୁମାନଙ୍କ ପୁତ୍ର ବର୍ତ୍ତମାନ ଦିলীପ। ତ ଦିলীପ ସେ ଯେତେବେଳେ ଶୁଣିଲେ ତାଙ୍କର ପିତା ଏଇପରି ତପସ୍ୟା କରି ଦେହ ରାଖିଛନ୍ତି, ସାଙ୍ଗେ ସାଙ୍ଗେ ତାଙ୍କର କୌଣସି ପୁତ୍ର ନଥିଲା, 2 ରାଣୀ ଥିଲେ। ଅପୁତ୍ରକ ଅବସ୍ଥା ସେ ଗଙ୍ଗାକୁ ଏ ଜଗତକୁ ଆଣିବା ପାଇଁ ତପସ୍ୟା ପାଇଁ ଚାଲିଗଲା, ମନ୍ତ୍ରୀମାନଙ୍କର ଉପରେ ରାଜ୍ୟଭାର ଦେଇ। ତାଙ୍କର 2 ରାଣୀ ଥିଲେ, କି ସେ ତପସ୍ୟା କରି ସେ ଦେହ ରାଖିଲେ। ବର୍ତ୍ତମାନ ରାଜଗଦିରେ ବସିବା ପାଇଁ କୌଣସି ରାଜକୁମାର ନାହାନ୍ତି। କ'ଣ ହବ?
ତେଣୁ ସେଇ ବଂଶରେ ଯେ କୁଳଗୁରୁ ଥିଲେ ଔରବମୁନି, ସେ ସେତେବେଳେ କ'ଣ କଲେ, ଶିବଜୀଙ୍କ ଆରାଧନା କଲେ। ଶିବଜୀ ସେତେବେଳେ ନିର୍ଦ୍ଦେଶ ଦେଲେ ସେଇ ରାଜାଙ୍କ ଦିଲ୍ଲୀପଙ୍କର ଦୁଇ ପତ୍ନୀ ବର୍ତ୍ତମାନ ବିଧବା ଅବସ୍ଥା, ପୁତ୍ର ପ୍ରାପ୍ତି ପାଇଁ ଦୁଇ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଭାବ ନେବେ আর ଜଣେ ସ୍ତ୍ରୀ ଭାବ ନେଇ ଯେତେବେଳେ ରତିକ୍ରିୟା କରିବେ ତାହେଲେ ଏକ ସନ୍ତାନ ପ୍ରାପ୍ତ ହେଇପାରେ। କଥା ବୁଝିପାରିଲେ? କଥା ବୁଝିପାରୁଛନ୍ତି? ହଁ, ତ ଦୁଇ ରାଣୀଙ୍କର ମଧ୍ୟରେ ଶିବଙ୍କ ନିର୍ଦ୍ଦେଶରେ, ଇଏ କ'ଣ ସାଧାରଣ ଇଏ ନୁହେଁ। ହଁ, ଆମମାନଙ୍କର ଏସବୁ ସାଧାରଣ ମନୁଷ୍ୟମାନଙ୍କ କଥା କୁହାଯାଉନି। ସାକ୍ଷାତ ଶିବଜୀ ନିର୍ଦ୍ଦେଶ ଦେଉଛି ନା କେମିତି ପୁତ୍ର ପ୍ରାପ୍ତ ହେବ। ତ ଦୁଇ ରାଣୀମାନଙ୍କ ମଧ୍ୟରୁ ଏକ ରାଣୀ ପୁରୁଷ ଭାବରେ ଆଉ ଏକ ରାଣୀ ସ୍ତ୍ରୀ ଭାବରେ ଯେତେବେଳେ ମିଳିତ ହେଲେ, ଯେ ସ୍ତ୍ରୀ ଭାବ ତାଙ୍କର ଗର୍ଭରେ ଏକ ସନ୍ତାନ ଆସିଲା, କିନ୍ତୁ ସେ ସନ୍ତାନଙ୍କ ଦେହରେ କୌଣସି ହାଡ଼ ନଥିଲା, କେବଳ ମାଂସପିଣ୍ଡ। ହଁ, ଯେତେ ଜନ୍ମ ହେଲା ତା ଦେହର ହାଡ଼ ନାହିଁ, ତେନି ଅଷ୍ଟବକ୍ର ହିସାବରେ ଦେହଟା ମାଂସପିଣ୍ଡ କେବଳ ରହିଲା। ତେଣୁ ତାହାକୁ ଗୋଟେ କୁଳଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ଗୋଟେ ଝୁଡ଼ିରେ ରଖି ରାସ୍ତା ସାଇଡ଼ରେ ରଖି ଦିଆଗଲା। ଉଦ୍ଦେଶ୍ୟ କ'ଣ? କୌଣସି ମହତ୍ ବ୍ୟକ୍ତି ଯେତେବେଳେ ଆସିବେ ଏଇ ରାସ୍ତା ଦେଇ, ୟାକୁ ଯଦି ଦେଖିବ, ସେ ଯଦି କରୁଣା କରି ୟାକୁ ନୂତନ ଜୀବନ ଦାନ କରିପାରିବେ, ଏଇ ଉଦ୍ଦେଶ୍ୟ ନାହିଁ। ସେ ରଖିଦେଇଥିଲେ। ଏମିତି ସମୟ ଆସୁଥିଲେ କିଏ? ଅଷ୍ଟାବକ୍ର ଋଷି। ଅଷ୍ଟାବକ୍ର ଋଷିଙ୍କ ନାଁ ଶୁଣିଛନ୍ତି? ହଁ, ଯାହାଙ୍କ ଦେହରେ 8ଟି ବାଙ୍କ, ଯେତେ ଚାଲିବ ଏମିତି ଅଷ୍ଟବକ୍ର ହିସାବରେ ଚାଲିବେ, ଯେ ଦେଖିବ ସେ ହସିବ। ହଁ, ସେ ଯେତେ ବଡ଼ ଗାମ୍ଭୀର୍ଯ୍ୟ ଲୋକ ହୁଅନ୍ତୁ କାହିଁକି, ତାଙ୍କ ଚାଲିବା ଢଙ୍ଗ ଯଦି ଦେଖିବ ତାହେଲେ କ'ଣ ହେବ? ସେ ହସିଥିବ। ତ ସେ ସେତେବେଳେ ସେଇ ରାସ୍ତା ଦେଇ ଆସୁଥିଲେ, ଦେଖିଲେ ଇଏ ପିଲାଟା ମୋ ଭଳି ଏଇପରି 8 ଜାଗାରେ ବାଙ୍କ ହିସାବରେ ଶୋଇଛି। ସେ କ୍ରୋଧିତ ହେଇଗଲେ ମୁନି, ଆରେ ମୋତେ ଅନୁକରଣ କରି ସେ ପରିହାସ କରି ଏଇପରି ଶୋଇଛି। ତେଣୁ ସେ ପୁଣି ମାଇଣ୍ଡ ମେକଅପ୍ କରି କହୁଛନ୍ତି, ମୁନି ତୁମେ ଯଦି ମୋର ଅନୁକରଣ କରି ଏଇପରି 8ଟି ବାଙ୍କ ଅବସ୍ଥାରେ ଶୋଇଥିବ, ତୁମେ ଭସ୍ମୀଭୂତ ହେଇଯିବ। আর যদি তোমার স্বাভাবিক এই রূপ হব, তাহলে তুমি সুন্দর পুরুষের পরিণত হবে। ইয়ে তো স্বাভাবিক এই রূপ, হ্যাঁ, মাংসপিণ্ড। তা মুনিଙ୍କର ଏ କଥାର ସାଙ୍ଗେ ସାଙ୍ଗେ ସେ ଏକ ସୁନ୍ଦର ପୁରୁଷରେ ପରିଣତ ହେଇଗଲା। ତ ସେ ହେଉଛନ୍ତି ଭଗୀରଥ। କଥା ବୁଝିପାରିଲେ? ଏଇ ଭଗୀରଥ। ହଁ, ଏଇ ଭଗୀରଥ ସେ ସେତେବେଳେ ରାଜା ହେଲେ, ଆଉ ତାଙ୍କର ପୁତ୍ର ରୂପର ରାଜ୍ୟଭାର ଦେଇ ସେ ତପସ୍ୟାକୁ ଗଲେ। সেই তপস্যা করে গঙ্গা দেবীকে প্রসন্ন বিধান করলে। আর গঙ্গা দেবী স্বর্গରୁ ଏ ମର୍ତ୍ତ୍ୟ ଜଗତ ଆସିବା ପାଇଁ ତାଙ୍କୁ କଥା ଦେଲେ, ଆଉ ସର୍ତ୍ତ କଲେ, ମୁଁ ପ୍ରବଳ ବେଗରେ ଉପରୁ ତଳକୁ ଖସିବି, ମୋର ବେଗ କିଏ ଧାରଣ କରିବେ। ତ ସେତେବେଳେ ଏ ଭଗୀରଥ କହିଲେ, ଆପଣଙ୍କ ବେଗ ଧାରଣ କରି ଏକମାତ୍ର ସାମର୍ଥ୍ୟବାନ ବ୍ୟକ୍ତି ହେଉଛନ୍ତି କିଏ? ଶିବଜୀ। ହଁ, ତା ଶିବଜୀଙ୍କୁ ସେ ପ୍ରସନ୍ନ ବିଧାନ କଲେ। ତପସ୍ୟା, ଭଗୀରଥଙ୍କ ତପସ୍ୟା ସମସ୍ତେ ପ୍ରସନ୍ନ ହେଇଯାଉଛନ୍ତି। ନା, ତ ଏଇପରି ଶିବଜୀ ପ୍ରସନ୍ନ ହେଇଗଲେ। ଶିବଜୀ କହିଲେ, ହଁ ତୁମେ କହ ତାକୁ, ମୁଁ ତାର ବେଗ ଧାରଣ କରିବି। ଆଉ ଗଙ୍ଗା ସେତେବେଳେ ଚ୍ୟାଲେଞ୍ଜ ଦେଉଛନ୍ତି ଯେ ମୁଁ ଏତେ ପ୍ରବଳ ବେଗରେ ପତିତ ହେବି, ଏ ଶିବଜୀକୁ ନେଇ ମର୍ତ୍ତ୍ୟଜଗ ଭେଦ କରି ପାତାଳକୁ ନେଇଯିବି। ଆଉ ଶିବଜୀଙ୍କର ପ୍ରଭାବ ଗଙ୍ଗା ଦେବୀ ଜାଣିନଥିଲେ। ପ୍ରବଳ ପ୍ରଭାବଶାଳୀ ଏ ହେଉଛନ୍ତି ଶିବଜୀ। କୈଳାସ ପର୍ବତ ରୂପରେ ଏଇପରି ମାନେ ଶକ୍ତି, ସର୍ବଶକ୍ତି ପ୍ରୟୋଗ କରି ସେ ଠିଆ ହେଇଛନ୍ତି। ଆଉ ଗଙ୍ଗା ଦେବୀ ପ୍ରବଳ ବେଗରେ ପତିତ ହେଲା ତାଙ୍କର ମୁଣ୍ଡର ଉପରେ। ଆଉ ଶିବଜୀ ନିଜର ପରାକ୍ରମ ପ୍ରଭାବରେ ସେ ଗଙ୍ଗାକୁ ଜଟା ମଧ୍ୟରେ ଆବଦ୍ଧ କରିଦେଲେ। ଆଉ ଗଙ୍ଗା ପ୍ରବଳ ଭାବରେ ସେ ତା ଭିତରେ ବୁଲୁଛି, ମାନେ ଶିବଜୀଙ୍କ ନେଇ ପାତାଳ ଲୋକକୁ ଯିବା ପାଇଁ। ଆଉ ପାତାଳ ଲୋକ ଯିବ କ'ଣ, ବର୍ତ୍ତମାନ ଜଟାରୁ ଭେଦ କରି ବାହାରି ପାରୁନାହାନ୍ତି। ହଁ, ଅଟକେଇ ଗଲେ କେଉଁଟାରେ? ଶିବଜୀଙ୍କ ଜଟା ଭିତରେ। ଶିବଜୀ କି ପାୱାରଫୁଲ, ହଁ, ଅଦ୍ଭୁତ ପାୱାରଫୁଲ। ତ ଏଇପରି ସେତେବେଳେ ପୁଣି ଗଙ୍ଗା କେମିତି ଶିବଜୀଙ୍କ ଜଟାରୁ ବାହାରିବ? ତେଣୁ ଭଗୀରଥ କ'ଣ କଲେ? ଇନ୍ଦ୍ରଙ୍କୁ ପ୍ରାର୍ଥନା କଲେ। ଇନ୍ଦ୍ର ସେତେ ବଜ୍ର ପ୍ରୟୋଗ କରିବା ଯୋଗୁଁ, ଜଟା ଛିଦ୍ର ହେବା ଯୋଗୁଁ ସେଇ ଜଟା ଛିଦ୍ରରୁ ବାହାରି ଆସିଲା କିଏ? ଗଙ୍ଗା ପ୍ରବଳ ବେଗରେ। ଆଉ ତାକୁ ପଥ ଦେଖେଇକିରି ନେଇଯିବେ କିଏ? ଭଗୀରଥ। ଭଗୀରଥ ଏକ ଦିବ୍ୟ ବିମାନରେ ଆରୋହଣ କଲେ। ଦିବ୍ୟ ବିମାନରେ ଆରୋହଣ କରି ସିଏ ଶଙ୍ଖ ବଜେଇ ବଜେଇ ଇଏ
ବାଟ ଦେଖିକିରି ନେଇଯିବ। ଆଉ ଗଙ୍ଗା ପ୍ରବଳ ବେଗରେ ତା ପଛ ପଛେ ଧାବିତ ହୁଏ। ଏହିପରି ଗଙ୍ଗା ଯେଉଁ ପ୍ରବଳ ବେଗରେ ଧାବିତ ହୋଇ ଆସୁଛନ୍ତି, ନବଦ୍ୱୀପ ଯେତେବେଳେ ଆସି ଉପସ୍ଥିତ ହେଲେ, ନବଦ୍ୱୀପ ହଁ ମହାପ୍ରଭୁଙ୍କ ଜନ୍ମସ୍ଥାନ ଯେଉଁଟା ସେ ମାୟାପୁର, ସେ ନବଦ୍ୱୀପରୁ ଗୋଟେ ଦ୍ୱୀପ ହେଉଛି ଜହ୍ନ ଦ୍ୱୀପ। ଜହ୍ନ ମୁନି ସେଠାରେ ବାସ କରିଥିଲେ। ତାଙ୍କ ପୂଜା ସାମଗ୍ରୀ ଯେତେବେଳେ ଗଙ୍ଗା ଦେବୀ ସବୁ ଭସେଇକିରି ନେଇଗଲେ, ଜହ୍ନ ମୁନି ସେ ଅତ୍ୟନ୍ତ ପ୍ରଭାବଶାଳୀ ମୁନି ଦେଖିଲେ ମୋର ପୂଜା ସାମଗ୍ରୀ ସବୁ ଭସେଇକିରି ନେଇଗଲେ, ସେ ସମଗ୍ର ଗଙ୍ଗାକୁ ଅଞ୍ଜଳିବଦ୍ଧ କରି ଗଣ୍ଡୁଶରେ ପାନ କରିଦେଲେ। କି ପାୱାରଫୁଲ ମୁନି! ହଁ, ଜହ୍ନ ମୁନି କେମିତିଆ ପାୱାରଫୁଲ! ହଁ, ସାଗରକୁ ଶୁଖେଇ ଦେଇଥିଲେ କିଏ? ଆରେ କିଛି ଦିନରେ ଅଗସ୍ତ୍ୟ ମୁନି। ହଁ, କହିଲା ପରେ ସେତେବେଳେ ଢାକି ବୋଲି ଏମିତି ତାର ଆଗ ନା ସେଇ ଅଗସ୍ତ୍ୟ ମୁନି। ହଁ, ସାତ ସମୁଦ୍ର ଜଳ, କି ପାୱାରଫୁଲ ମୁନି ସବୁ। ହଁ, ଏ ଅଞ୍ଜଳିବଦ୍ଧ କରି ପାନ କରିଦେଲା। ଠିକ ଏଇପରି ଜହ୍ନ ମୁନି ଏତେ ପାୱାରଫୁଲ, ଗଙ୍ଗାକୁ ପାନ କରିଦେଲେ। ଭଗୀରଥ ଦେଖିଲା ଗଙ୍ଗାର କୌଣସି ସାଉଣ୍ଡ ନାହିଁ, ପଛକୁ ଅନେଇଲେ ଗଙ୍ଗା ନାହିଁ। ଧ୍ୟାନରେ ସେ ଚିନ୍ତା କଲେ ମୁନି ସେ ତାକୁ ପାନ କରିଦେଇଥିଲେ। ମୁନିଙ୍କ ଚରଣ ଆସି ପ୍ରଣତ ହେଲେ। କିଏ? ଭଗୀରଥ। ମୁନି ପ୍ରସନ୍ନ ହେଇଗଲେ, କିନ୍ତୁ ଗଙ୍ଗାକୁ ସେ ତ ଉଦର୍ଶତ କରି ଦେଇଛନ୍ତି, କେମିତି ବାହାର କରିବ? ତେଣୁ ଭଗୀରଥଙ୍କର ପ୍ରସନ୍ନ ବିଧାନ ପାଇଁ ଗଙ୍ଗାକୁ ପୁଣି କାନ ବାଟ ଦକ୍ଷିଣ କାନରୁ ବାହାରି। ତେଣୁ ସେଇଦିନ ଗଙ୍ଗା ହେଇଗଲା କନ ଜହ୍ନ ମୁନିଙ୍କର କନ୍ୟା। ତେଣୁ ତାଙ୍କର ଆଉ ଗୋଟେ ନାଁ ହେଇଗଲା କନ ଜାହ୍ନବୀ। ହଁ, ଗଙ୍ଗାକୁ ଗୋଟେ ନାଁ ହେଲା କନ ଜାହ୍ନବୀ। କେଉଁଥିଲା କି ଜହ୍ନ ମୁନିଙ୍କର ଦ୍ୱାରା ସେ ଜନ୍ମ ଲାଭ କଲେ ପୁଣି। ହଁ, କାନ ବାଟରେ ତାଙ୍କୁ ଜାତ କରାଇଲେ। ତେଣୁ ଏ ଦକ୍ଷିଣ କାନ ହେଉଛି ପବିତ୍ର। ଆମେ ଯେତେବେଳେ ଯେଉଁମାନେ ବ୍ରାହ୍ମଣ ଦୀକ୍ଷା ନେଇଛନ୍ତି, ପରିସ୍ରା ଆଦି ଝାଡ଼ା ଯାଉଛେ, ପଇତା କେଉଁଠି ରଖୁଛି? ପବିତ୍ର ଜାଗାରେ ଦକ୍ଷିଣ କାନରେ। ହଁ, ଏଥିଲାଗି ଦକ୍ଷିଣ କାନ ବାଟରେ ସେ ଗଙ୍ଗାକୁ ବାହାର କରେ। ଗଙ୍ଗା ପବିତ୍ର। ତେଣୁ ଏଇଠାରେ ଜହ୍ନ ମୁନିକୁ କାନ ବାଟରେ ପୁଣି ଜାତ ହେବା ଯୋଗୁଁ ସେଇ ଗଙ୍ଗାକୁ କୁହାଯାଉଛି କଣ? ଜାହ୍ନବୀ। ଆଗ ଭଗୀରଥ ଏଇ ଗଙ୍ଗାକୁ ନେଇ ସେଇ ଗଙ୍ଗା ସାଗର ଯେଉଁଠାରେ ତାଙ୍କର ପିତୃମାନେ ସବୁ ଭସ୍ମୀଭୂତ ହେଇଯାଇଥିଲେ, ଏଇ ଗଙ୍ଗା ଜଳ ସ୍ପର୍ଶ ହେବା ଯୋଗୁଁ ସେଇ ଭସ୍ମ ସାଙ୍ଗେ ସାଙ୍ଗେ 60,000 ଇଏ ସ୍ୱର୍ଗରାଜଙ୍କର ପୁତ୍ର ସବୁ ଉଦ୍ଧାର ହୋଇ ସ୍ୱର୍ଗକୁ ଚାଲିଗଲା। ଏହାକୁ କୁହାଯାଉଛି ଗଙ୍ଗା। ଯିଏ ଯେତେ ବଡ଼ ପାପୀ ହୁଅନ୍ତୁ, ଯାହା ଯେଇ ହୁଅନ୍ତୁ, ସେ ଯଦି ପ୍ରତିଦିନ ଏହିପରି ଗଙ୍ଗାରେ ସ୍ନାନ କରିବ, ସମସ୍ତ ପାପ ଧୌତ ହେଇଯିବ, ସ୍ଖଳନ ହେଇଯିବ। କଥା ବୁଝିପାରିଲ? ଗଙ୍ଗା ଅପ୍ରାକୃତ ଜଳ, ଭଗବାନଙ୍କ ପାଦ ପଦ୍ମରୁ ଜାତ ହେଇଛନ୍ତି। ଆଉ ସେ କାରଣ ସମୁଦ୍ରରୁ ଆସୁଛି। ଯେତେବେଳେ ଭଗବାନ କୃଷ୍ଣ ବାମନ ଅବତାର ଉପରେ ଆସିଥିଲେ, ସେତେବେଳେ ବ୍ରହ୍ମାଣ୍ଡର 7ଟି ଆବରଣ ସେ ବିଦୀର୍ଣ୍ଣ କଲେ। ବିଦୀର୍ଣ୍ଣ କରିବା ଯୋଗୁଁ ନୋକ ଛିଦ୍ର ଦ୍ୱାରା ସେଇ ଛିଦ୍ର ବାଟ ଦେଇ କାରଣ ସମୁଦ୍ର ଚିତ୍ ଜଳ, ହଁ, ସେଇ ବାଟ ଦେଇ ଏ ବ୍ରହ୍ମାଣ୍ଡକୁ ଆସିଲା। ସେ ହେଉଛି ଏଇ ଗଙ୍ଗା। ହଁ, ତେଣୁ ଜୟଦେବ ଗୋସ୍ୱାମୀ ବାମନ ଅବତାର ସମ୍ବନ୍ଧରେ କ'ଣ ଲେଖିଛନ୍ତି? ଛେଲୟ ଶିବିକ୍ରମନେ ବୋଲି ମଦ୍ଭୁତବାମ ପଦନ କନୀର ଜନିତ ଜନ ପାବ କେଶବଦୃତ ବାମନ ରୂପ ଜୟ ଜଗଦୀଶ ହରେ। ଏ ମାତାଜୀ ମାନେ ସବୁ ଶୋଇଯାଉଛନ୍ତି, ଗଙ୍ଗା ଅବତାରଣ କରିଛନ୍ତି, ଶୋଇଯାଉଛନ୍ତି। କ'ଣ ହବ ସବୁ? ହଁ, ସବୁ ପାତାଳକୁ ଚାଲିଯିବ, ଆଉ କେହି ଉଦ୍ଧାର ସ୍ୱର୍ଗକୁ ଯାଇପାରିବନି। ଗୋଲକବିନ୍ଦାନ୍ତ ଦୂର କଥା। ହଁ, ଗଙ୍ଗା ପ୍ରକଟ ହଉଛନ୍ତି, ସବୁ ଶୋଇଯାଉଛି। ଏ ଭଗବାନ ନିଜ ପାଦ ପଦ୍ମର ନଖର ଛିଦ୍ର ଦ୍ୱାରା ବ୍ରହ୍ମାଣ୍ଡ ଆବରଣ ବିଦୀର୍ଣ୍ଣ କରିଦେଲେ। ଆଉ ସେଇ ଛିଦ୍ର ବାଟ ଦେଇ କାରଣ ସମୁଦ୍ର ଜଳ ଏ ବ୍ରହ୍ମାଣ୍ଡକୁ ଆସେ। ସେ ହେଉଛି ଏଇ ଗଙ୍ଗା। ଆଉ ସେଇ ଗଙ୍ଗା ଇଏ ଭଗୀରଥ ତପସ୍ୟା କରି ସ୍ୱର୍ଗରୁ ମର୍ତ୍ତ୍ୟ ଜଗତ ନେଇ ଆସିଲେ। ହଁ, ତେଣୁ ଏଇ ଗଙ୍ଗା ତ୍ରିଧାରାରେ ପ୍ରବାହିତ ହେଉଛି। ସ୍ୱର୍ଗରେ ମନ୍ଦାକିନୀ, আর ଇଏ ଭଗୀରଥ ଆଣିବା ଯୋଗୁଁ ଏହାକୁ କୁହାଯାଏ ଭାଗୀରଥୀ ମର୍ତ୍ତ୍ୟ ଜଗତ, ପାତାଳ ଲୋକରେ ଭଗବତୀ। ମାନେ ତ୍ରିଧାରା ପ୍ରବାହିତ ହେଉଛି। କେହି ଯେତେ ବଡ଼ ପାପୀ ହୁଅନ୍ତୁ କାହିଁକି ନା ପ୍ରତିଦିନ ଯଦି ଏଇପରି ଗଙ୍ଗାରେ ସ୍ନାନ କରିବ, ହଁ, ତାହେଲେ କ'ଣ ହବ? ସମସ୍ତ ପାପରୁ ସେ ମୁକ୍ତ ହେଇଯିବ। ते ଗଙ୍ଗାଙ୍କର ବିଷୟ କୁହାଯାଉଛି। ଏହିପରି ଏ ସ୍ୱର୍ଗରାଜ, ଏଇ ପ୍ରସଙ୍ଗ ଆସିଲେ ସ୍ୱର୍ଗରାଜଙ୍କର ପୁତ୍ର
ପୁତ୍ର ଏଇ ବଂଶଧର ଇଏ ଭଗୀରଥଙ୍କର କଥା ସେଇଠାରେ କପିଲ ମୁନିଙ୍କର ଆଶ୍ରମ ତେଇ ପ୍ରସଙ୍ଗ ଆସିଲା। ତେଇ ପ୍ରସଙ୍ଗେ ଆମେ କଥା ଆସୁଛି କେଉଁ କଥା ନା ଏ ମାସର କଥା କହୁଛି କେଉଁ ମାସ ମକର ସଂକ୍ରାନ୍ତି କଥାଟା ବୁଝିପାରିଲ। ମକର ସଂକ୍ରାନ୍ତି ପ୍ରସଙ୍ଗ କହିବାକୁ ଯାଇ ଏତେ ବଡ଼ କଥା ଆସିଗଲା ଗୋଟେ ଚକ୍କର ଖାଇକିରି ଆସିଗଲା। ବର୍ତ୍ତମାନ ଆମେ ଆସିବା ତାପରେ ହେଉଛି ଫାଲ୍ଗୁନ ମାସ ଆଚ୍ଛା ଏ ମାସରେ ମାଘ ମାସ ମକର ସଂକ୍ରାନ୍ତି ଏ ମାସର ଅଧିପତି ଦେବତା ହେଉଛନ୍ତି କିଏ ମାଧବ ବୁଝିଲ ମାଧବ। ତାପରେ ଫାଲ୍ଗୁନ ମାସ ରାଶି ହେଉଛି କ'ଣ କୁମ୍ଭ ରାଶି। କୁମ୍ଭ ରାଶି ହେବା ଯୋଗୁଁ ସଂକ୍ରାନ୍ତି କ'ଣ କୁମ୍ଭ ସଂକ୍ରାନ୍ତି। ଏ ମାସର ଅଧିପତି ଦେବତା ହେଉଛନ୍ତି ଗୋବିନ୍ଦ। ଯେମିତି ଆମେ ତିଲକ କରିଛୁ ଓಂ କେଶବାୟ ନମ ଓಂ ନାରାୟଣ ନମ ଓಂ ମାଧବାୟ ନମ ଓಂ ଗୋବିନ୍ଦାୟ ଏଇ ଗୋବିନ୍ଦ କଥା ବୁଝିପାରୁଛନ୍ତି। ତାପରେ ଚୈତ୍ର ମାସର ରାଶି ହେଉଛି ମୀନ ରାଶି, ସଂକ୍ରାନ୍ତି ହେଉଛି ମୀନ ସଂକ୍ରାନ୍ତି, ଆଉ ଅଧିପତି ଦେବତା ହେଉଛନ୍ତି ବିଷ୍ଣୁ। ମୁଁ ସମୟ 9ଟା ବାଜି ଯାଇଛି, ଆମ 9ଟା ପର୍ଯ୍ୟନ୍ତ କଥା ଆଉ ବଢ଼େଇବେ ନା, ଯାହା ବାକିଥିବ କାଲି ହେବ। କଥା ତ ସରିବାର ନାହିଁ, ଚାଲିଥିବ। ତାପରେ ବୈଶାଖ ମାସ ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ମେଷ ରାଶି ଆଉ ମହାବିଷୁବ ସଂକ୍ରାନ୍ତି। ଏ ମାସର ଅଧିପତି ଦେବତା ହେଉଛି ମଧୁସୂଦନ। ତାପରେ ଜ୍ୟେଷ୍ଠ ମାସ ୟା ବୃଷ ରାଶି ବୃଷ ସଂକ୍ରାନ୍ତି। ଏଟାର ବୃଷ ଆଉ ବୃଶ୍ଚିକ ଦୁଇଟା ଏକ କରି ଦେଇଥିଲ, ଅଲଗା ଦୁଇଟା। ବୃଷ ମାନେ କ'ଣ ବୃଷ ମାନେ କ'ଣ ଷଣ୍ଢ ସେଇ আর বৃশ্চিক মানে বিছা দুইটা খেয়াল রাখবে। আর এই অধিপতি দেবতা ত্রিবিক্রম ত্রিবিক্রম। তারপরে জ্যৈষ্ঠ মাস, এই জ্যৈষ্ঠ মাসে যাস ইয়ার রাশি হচ্ছে বৃষ রাশি। আচ্ছা এ তো হয়ে গেল না। আষাঢ় মাস আষাঢ় মাস ইয়ারপরে আষাঢ় মাস ইয়ার রাশি হচ্ছে মিথুন রাশি সংক্রান্তি মিথুন সংক্রান্তি। আর ଅଧିପତି ହେଉଛନ୍ତି କିଏ ବାମନ। ଏଇ ଯେ ବାମନ କଥା କହୁଥିଲି ତାପରେ ଶ୍ରାବଣ ମାସର ରାଶି ହେଉଛି କର୍କଟ ରାଶି ସଂକ୍ରାନ୍ତି କର୍କଟ ସଂକ୍ରାନ୍ତି। ଆଉ ଏ ମାସର ଅଧିପତି ହେଉଛନ୍ତି ଶ୍ରୀଧର। ତାପରେ ଭାଦ୍ର ମାସର ରାଶି ହେଉଛି ସିଂହ ରାଶି ସଂକ୍ରାନ୍ତି ହେଉଛି ସିଂହ ସଂକ୍ରାନ୍ତି। ଆଉ ଅଧିପତି ଦେବତା ହେଉଛନ୍ତି କିଏ ঋষিকেশ। ତାପରେ ଆଶ୍ୱିନ ମାସର ରାଶି ହେଉଛି କନ୍ୟା ରାଶି ଆଉ ସଂକ୍ରାନ୍ତି କନ୍ୟା ସଂକ୍ରାନ୍ତି। ଅଧିପତି ଦେବତା ହେଉଛି ପଦ୍ମନାଭ। ଆଚ୍ଛା ତାପରେ ଆସେ କାର୍ତ୍ତିକ ମାସ ଅଧିପତି କାର୍ତ୍ତିକ ମାସ ରାଶି ହେଉଛି ତୁଳା ରାଶି ଆଉ ସଂକ୍ରାନ୍ତି ହେଉଛି ତୁଳା ସଂକ୍ରାନ୍ତି। ଆଉ ଇଏ ହେଉଛନ୍ତି କିଏ ଅଧିପତି ଦେବତା ଦାମୋଦର। ତାହେଲେ 12 ମାସ ସରିଲା। କେଉଁଠି ଆରମ୍ଭ କରିଥିଲୁ ମାର୍ଗଶୀର୍ଷରୁ ଇଏ କାର୍ତ୍ତିକ ମାସ 12 ମାସ। 12 ମାସ ପରେ 13 ମାସ ଆସେ 13ତମ ମାସ, ତାହାକୁ କୁହାଯାଉଛି ଇଏ ମଳ ମାସ। ବୈଷ୍ଣବ ମାନେ କହନ୍ତି ଅଧି ମାସ, ତାହାକୁ ଭଗବାନ ବନେଇ ଦେଲେ କ'ଣ ପୁରୁଷୋତ୍ତମ ମାସ। ଅଣ୍ଡରଷ୍ଟାଣ୍ଡ। ଏଠାରେ ଦେଖନ୍ତୁ ଆମର 9ଟା ବାଜି ଯାଇଛି। ଆମେ ଏଠାରେ କଥା ରଖିବା, ୟା ପରେ ଏଇ କଥା ଚାଲିବ କାଲି ଆସନ୍ତା କାଲି ଆକୁ କମ୍ପ୍ଲିଟ୍ କରିବା ପାଇଁ। କେଉଁ କଥା ପୁରୁଷୋତ୍ତମ ମାସ। ଆମର 9ଟା ହେଇଯାଇଛି, ଆମର 8ଟାର ଉପରେ ରହିବା କଥା ନୁହେଁ। ଯେହେତୁ ଆଗରେ ପ୍ରୋଗ୍ରାମ ଠିକ୍ କରି ଦେଇଛନ୍ତି ତେଣୁ 9ଟା ହେଇଯାଇଛି, ଆଉ ରହିବାର ନାହିଁ ସମୟ। ଆୟୁଷ ସରିଯାଇଛି ଆମର। ଆସିବା ସମୟ ତ ଧୁକ ହେଉଥିଲା, ମୁଁ ଆସିପାରିବିନି ଏମିତି ଅବସ୍ଥା ହେଇଥିଲା। ଏତେ ପେନ୍ ହେଉଥିଲା ଯେ ଆସି କୃଷ୍ଣଙ୍କର ଇଚ୍ଛାର କଥାଟା ହେଲା 9ଟା ପର୍ଯ୍ୟନ୍ତ। ସେ ଯାହା ବାକି ରହିଲା ଆସନ୍ତା କାଲି ଅଧିକ ପରିମାଣ ସଂଗ୍ରହ କରି ଆସନ୍ତୁ। କାଲି ଆମେ କହିବା ଷ୍ଟୋରି ଆକାର। ଆଜି ଏ ସିଦ୍ଧାନ୍ତ ହିସାବରେ କହିଲୁ,
हाँ कथा बुझाला तार बर्तमान आम टिके जय ध्वनि दे कथाटा शेष करिबा हाँ समस्ते कौन करिवे हाँ कौन जय ध्वनि देवे शेष रे हाँ जय हाँ अच्छा प्रथम आम दौचे जय मर्यादा पुरुषोत्तम भगवान श्री रामचंद्र की बस बहुत सुंदर हाँ यही परिचालित हो जय लीला पुरुषोत्तम भगवान कृष्णचंद्र की जय प्रेम पुरुषोत्तम भगवान गौरचंद्र की जय कृपा पुरुषोत्तम अधिमास की निताय गौर प्रमानंदे हरे हरि बोल। हरे कृष्णा 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 हरे 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 राम 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 हरे हरे ये पुरुषोत्तम मास थरे यही हरे कृष्ण महामंत्र उच्चारण करिया माने অন্য মাসে হাজার থর উচ্চারণ করিবা যা ফল এ গোটে থর উচ্চারণ করি আমি সেই ফল প্রাপ্ত হইপারব জয় কৃপা পুরুষোত্তম অধিমাস কি हरे कृष्ण जय जगत गुरु शिल प्रभुपाद की जय पतित पावन शिल गुरुदेव की जय समवेत भक्त वृंद की निताई गौर प्रमानंदे